आमे जो सामने देखुचे श्री अरविंद को तांकर छात्र जीवन विषय आमे पढ़िबा जानिबा अनेक कथा किंतु तांकर जो यात्रा 7 वर्ष रु आरंभ होइतिला समग्र विश्व को समग्र विश्व तांको शिक्षा आदर्श को बुझिबा पई एबे भी हुए तो समर्थ कि नहीं कारण सी एते विशाल कहीं की न केवल ज्ञान पाई एते छोट बयस रु जे इंग्लैंड जाइथिले पाठ पढ़िबा पई 9 भाषा रे सेठी पारदर्शिता लाभ करिबा एवं भारत वर्ष को आसिकी भारतर अनेक भाषा शिक्षा करिबा आमे केतेटा भाषा बे शिखुचे स्कूल ले ओडिया इंग्लिश संस्कृत हिंदी आउ अधिका शिक्षा पाई कहले शिक्षा पाई आम साहस आसुची सब कष्ट लागुची बोली हम कहू किंतु मनर सामर्थ्य एते रहिची जदि ताकू ठीक भाव में प्रशिक्षण करा जाए भाई जेमती कहते शरीर को ठीक भाव में प्रशिक्षण करा जाए आम प्राण को जदि ठीक भाव में प्रशिक्षण करा जाए आम पाखरे अनेक किछि हासिल करिवार सामर्थ्य रही करबा चेष्टा करबा आसीचे माने निश्चित भाव में नुआ जिनस नहीं कि जीवा एवं नूतन भाव में जीवन बंचिबा पई चेष्टा करबा आहुरी अनेक कथा जानिया पई रही मु वर्तमान अजय भाई को अनुरोध करी से आमे किपरि भाव रे से महान लक्ष्य श्रीअरविंद दृष्टि रे छात्र केमिति हेबा दरकार से विषय आहुरी हमको आगु को नेबे अजय भाई मा तुम बगीचार दिने मो बसी मा तुम बगीचार दिने मो बसी भाबु भाबु तुम कथा मो आसीबा दिन कथा भाबु भाबु तुम कथा मो आसीबा दिन कथा आखि खोली देखे जहा हुए मो खुशी मा तुम बगीचार दिने मो बसी मा तुम बगीचार दिने मो बसी मोते फूल करी देई हृदय महक भरिल केते कोमलता देई मोर तनु सजाइल मोते फूल करी देई हृदय महक भरिल केते कोमलता देई मोर तनु सजाइल ओठर पाखुड़ा मोर उठई थरी तुम सुरभित पवनर दिग कुबारी मा तुम आकाश को चाहे मोनिति मा तुम आकाश को चाहे मोनिति मनर जड़ता डेई पारे नाम ताकू छुई मनर जड़ता डेई पारे नाम ताकू छुई मोते से डाकई किंतु दिवस निशी मा तुम बगीचार दिने मो बसी मा तुम बगीचार दिने मो बसी भाबु भाबु तुम कथा मो आसीबा दिन कथा भाबु भाबु तुम कथा मो आसीबा दिन कथा
ଆଖି ଖୋଲି ଦେଖେ ଯାହା ହୁଏ ମୁଁ ଖୁସି। ମା ତୁମ ବଗିଚାରେ ଦିନେ ମୁଁ ବସି। ମା ତୁମ ବଗିଚାରେ ଦିନେ ମୁଁ ବସି। ଦିନେ ମନ ଆଇନାରେ ଦେଖେ ଆକାଶ ମଧୁରେ, କହେ ଆସିଛି ମୁଁ ଆଜି ତୋର ଆଲୁଅକୁ ଖୋଜି। ଦିନେ ମନ ଆଇନାରେ ଦେଖେ ଆକାଶ ମଧୁରେ, କହେ ଆସିଛି ମୁଁ ଆଜି ତୋର ଆଲୁଅକୁ ଖୋଜି। ସେ ଆଖିରେ ତା ଛବିକୁ ଦେଇଛି ଆଙ୍କି, ତୁମ ପ୍ରେମର ସଙ୍ଗୀତ ଗାଏ ମୋ ମନ ପକ୍ଷୀ। ମା ତୁମ ବଗିଚାରେ ଦିନେ ମୁଁ ବସି। ମା ତୁମ ବଗିଚାରେ ଦିନେ ମୁଁ ବସି। ଭାବୁ ଭାବୁ ତୁମ କଥା, ମୋ ଆସିବା ଦିନ କଥା। ଭାବୁ ଭାବୁ ତୁମ କଥା, ମୋ ଆସିବା ଦିନ କଥା। ଆଖି ଖୋଲି ଦେଖେ ଯାହା ହୁଏ ମୁଁ ଖୁସି। ମା ତୁମ ବଗିଚାରେ ଦିନେ ମୁଁ ବସି। ମା ତୁମ ବଗିଚାରେ ଦିନେ ମୁଁ ବସି। ପ୍ରଣାମ ମାରିଦି ଲୋଟସ୍ ଫିଟ୍ ଅଫ୍ ଦ ଡିଭାଇନ୍ ମଦର। ପ୍ରଣାମ ମା। ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ମଞ୍ଚାସୀନ ଭାଇମାନେ ଏବଂ ଉପସ୍ଥିତ ଥିବା ସମସ୍ତ ଦିବ୍ୟ ବିଶ୍ୱ ଭାଇ ଓ ଭଉଣୀମାନେ, ଯୋଉ ପ୍ରସଙ୍ଗଟି ରଖା ହେଇଛି ଶ୍ରୀ ଅରବିନ୍ଦଙ୍କ ଦୃଷ୍ଟିରେ ଭାରତୀୟ ଛାତ୍ର। ଭାଇ ଭଉଣୀ ମାନେ, ଥରେ ଆମେ ବୁଝିବା ଶ୍ରୀ ଅରବିନ୍ଦଙ୍କ ଦୃଷ୍ଟିରେ ଭାରତୀୟ ଛାତ୍ର କେମିତି ହବା ଦରକାର, ତେବେ ଶ୍ରୀ ଅରବିନ୍ଦଙ୍କ ଦୃଷ୍ଟିକୋଣକୁ ଆମେ କାହିଁକି ଏତେ ଗୁରୁତ୍ୱ ଦବା? ଶ୍ରୀ ଅରବିନ୍ଦ ଏମିତି କିଏ କି? କେବେ ଆମର ପ୍ରଶ୍ନ ଉଠିଲାଣି ଯେ ଶ୍ରୀ ଅରବିନ୍ଦ କିଏ? ଆମ ଭିତରେ ଯେହେତୁ ଏ ପ୍ରଶ୍ନ ଉଠିନି ଶ୍ରୀ ଅରବିନ୍ଦ କିଏ, ଆମେ ଶ୍ରୀ ଅରବିନ୍ଦଙ୍କୁ ସହଜେ ଉପଲବ୍ଧି କରିପାରିବା ନାହିଁ। ତେବେ ଗୋଟିଏ କଥା ଆମେ ଅନୁଭବ କରିବା, ଭାଇ ଖୁବ ଚମତ୍କାର ଭାବରେ କହୁଥିଲେ, ସିଏ ହଉଛନ୍ତି ଶ୍ରୀ ଅରବିନ୍ଦ ଯାହାଙ୍କ ଇଚ୍ଛାରେ ବା ଯାହାଙ୍କ ସଂକଳ୍ପରେ ଏ ପୃଥିବୀ ତିଆରି ହେଇଛି। ସିଏ ଯୋଉ ପ୍ରକାର ପୃଥିବୀ ସଂକଳ୍ପ କରିଥିଲେ, ମା ସେଇ ପ୍ରକାର ପୃଥିବୀ ତିଆରି କରିଛନ୍ତି। ତେଣୁ ଏଇ ପରମଙ୍କର କୃପାରୁ ଯେହେତୁ ଏଇ ପୃଥିବୀଟା ତିଆରି ହେଇଛି, ଆମେ ମାନେ ସେ ପୃଥିବୀରେ ଗୋଟିଏ ଗୋଟିଏ ଅଂଶଦାର ହେଇକି ଅଛୁ। ଭଗବାନଙ୍କ ପାଖରୁ ସୃଷ୍ଟି ହେଇଛୁ, ଆଉ ଦିନେ ସେ ଭଗବାନ ଭଳି ହବା। ଏଇ ଭଗବାନଙ୍କ ଭଳି ହେବା ପାଇଁ ପ୍ରଭୁ ଶ୍ରୀ ଅରବିନ୍ଦ ଆମ ପାଇଁ ବହୁତ କିଛି କରିଛନ୍ତି। ଯୋଉ କାର୍ଯ୍ୟଧାରାକୁ ପରମ ଇଚ୍ଛା କଲେ, ମା ସେ କାର୍ଯ୍ୟଧାରାକୁ ତୁଲେଇଲେ। ତେଣୁ ଏ ମାଙ୍କ ଜରିଆରେ ଆମେ ଶ୍ରୀ ଅରବିନ୍ଦଙ୍କୁ ବୁଝିବା। ଗୋଟିଏ କଥା ଭାଇ କହୁଥିଲେ, ଏଇ ଶ୍ରୀ ଅରବିନ୍ଦ କେମିତିକା, ମୁଁ ଖାଲି କେତେଟା ତାଙ୍କର ଜୀବନର ବାସ୍ତବ ଘଟଣା କେତେଟା କହିବି, ମନ ଦେଇକି ଶୁଣ ପିଲାମାନେ। ଦେଖ, ଭାରତ ବର୍ଷରେ ଏମିତି 2 ଜଣ ବ୍ୟକ୍ତିତ୍ୱଙ୍କ କଥା କୁହ ଯୋଉମାନେ ଜନ୍ମ ହଉଣୁ ମା ସ୍ନେହରୁ ବଞ୍ଚିତ ହେଇଛନ୍ତି। ଜନ୍ମ ହେବେ ତ ମାଠୁ ଅଲଗା। ସେଇଭଳି 2 ଜଣ ବ୍ୟକ୍ତିତ୍ୱ ହଉଛନ୍ତି, ଜଣେ ହଉଛନ୍ତି ଶ୍ରୀ ଅରବିନ୍ଦ, ଆଉ ଜଣେ ହଉଛନ୍ତି ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣ ଜନ୍ମ ହେଲେ ବନ୍ଦୀଶାଳାରୁ ତାଙ୍କୁ ଜଣେ ନେଇ ଟୋକେଇରେ ମଣ୍ଡେଇ ଯମୁନା ନଈ ପାର କରି ଆଉ ଜଣଙ୍କ ଘରେ ଛାଡି ଦେଇକି ଆସିଲା। ଯାହା ଫଳରେ ସେ ମାର ସ୍ନେହ ପାଇଲେ ନାହିଁ। ଶ୍ରୀ ଅରବିନ୍ଦ ସେମିତି ଜନ୍ମ ହେଲେ, ତାଙ୍କ ବାପା ଭାବିଲେ ତା ମାଟା ତ ପାଇଲଟା ଭଳିଆ କାମ କରୁଛି, କାଳେ କେତେବେଳେ ମୁଣ୍ଡ ଫୁଣ୍ଡ ଫଟେଇଦବ କି, କାଚିଦବ କି, ଫୋପାଡ଼ି ଦବ କି, ତଣ୍ଟି ଚିପି ଦବ କି, ମାରିମୁରା ଦବ କି, ଏମିତି ଭୟ।
କାରଣ ତା ମୁଣ୍ଡଟା ଠିକ କାମ କରୁନି ବୋଲି ଭାବନା ତାଙ୍କର। ଡାକ୍ତର ଲୋକ ତ ଡାକ୍ତରୀ ମନରେ କାମ କରୁଛନ୍ତି, ଭାବୁଛନ୍ତି ତାଙ୍କ ମାଙ୍କ ମୁଣ୍ଡ ଖରାପ, କିନ୍ତୁ ବାସ୍ତବରେ କଣ ହେଇଥିଲା ଜାଣିଛ ପିଲାମାନେ? ପ୍ରକୃତିରେ ତା ମୁଣ୍ଡ ଖରାପ ନୁହଁ। ତାଙ୍କର ଯେ ମା ସ୍ୱର୍ଣ୍ଣଲତା ଦେବୀ, ସେ ଜଣେ ଋଷିଙ୍କର କନ୍ୟା। ଋଷି ରାଜନାରାୟଣ ବସୁଙ୍କର ସେ ହଉଛନ୍ତି କନ୍ୟା। ଆଚ୍ଛା, ଜଣେ ଋଷି କଣ କରନ୍ତି? ତପସ୍ୟା କରନ୍ତି, ଭଗବତ ଚର୍ଚ୍ଚା କରନ୍ତି, ଭଗବାନଙ୍କୁ ଡାକନ୍ତି। ତେଣୁ ତାଙ୍କର ଝିଅ କେବେ ଖରାପ ହେଇପାରିବ? ତାହେଲେ ତାଙ୍କ ସ୍ୱାମୀ ଯିଏ କେମିତି କହୁଛନ୍ତି ମୋ ସ୍ତ୍ରୀଟା ପାଗିଲିଟା ବୋଲି? ତାର କାରଣ ଜାଣିଛ କଣ? ତାର ଅସଲ କାରଣ ହଉଛି ଏଇ ସ୍ୱର୍ଣ୍ଣଲତା ଦେବୀଙ୍କ ଗର୍ଭରେ ପରମ ସ୍ଥାନ ପାଇଛନ୍ତି। ଏ ବିଷୟରେ ସେ ସଚେତନ ହେଇଥିଲେ, ଜାଣିଥିଲେ, ଅନୁଭବ କରିଥିଲେ। ତେଣୁ ଯିଏ ଭଗବାନ, ସିଏ ଜଣଙ୍କ ଗର୍ଭରେ ଜନ୍ମରେ ମାନେ ସେଇ ବ୍ୟକ୍ତିର ପ୍ରାର୍ଥନା କେତେ ଥିବ, ତପସ୍ୟା କେତେ ଥିବ, ଅନ୍ତରର ଶୁଦ୍ଧିକରଣ କେତେ ଥିବ, ତାହେଲେ ଯାଇକି ଭଗବାନ ତା କୋଳରେ ସ୍ଥାନ ପାଇବେ। କଣ ସବୁ ଝିଅ ମାନଙ୍କ କୋଳରେ ଭଗବାନ ସ୍ଥାନ ପାଇବେ? ତେଣୁ ଯିଏ ଭଗବାନଙ୍କୁ ଚାହୁଁଥିବ, ମୁଁ ଭଗବାନଙ୍କୁ ଜନ୍ମ ଦେବାକୁ ଚାହେଁ। ତେଣୁ କୃଷ୍ଣଙ୍କର ମା ତପସ୍ୟା କରିଥିଲା, ଭିତରେ ଭିତରେ ଭଗବାନ ଡାକିଥିଲା, ତେଣୁ କୃଷ୍ଣ ଜନ୍ମ ହେଲେ। ଶ୍ରୀରାମଙ୍କର ମା ତପସ୍ୟା କରିଥିଲେ, ପ୍ରାର୍ଥନା କରିଥିଲେ, ଜନ୍ମ ହେଲେ। ବିବେକାନନ୍ଦଙ୍କର ମା ପ୍ରାର୍ଥନା କରିଥିଲେ, ଭୁବନେଶ୍ୱରୀ ଦେବୀ, ବିବେକାନନ୍ଦ ତିଆରି ହେଇଗଲେ। ଯୀଶୁ ସେମିତି ତାଙ୍କ ମା ସେମିତି ପ୍ରାର୍ଥନା କରିଥିଲେ, ତିଆରି ହେଇଛନ୍ତି। ତେଣୁ ପ୍ରାର୍ଥନାରେ ଭଗବାନ ମାନେ ଜନ୍ମ ନେଇଥାନ୍ତି। ଠିକ ସେଇଭଳି ସ୍ୱର୍ଣ୍ଣଲତା ଦେବୀଙ୍କ ଗର୍ଭ ପ୍ରସ୍ତୁତ ଅଛି, ସେଥିପାଇଁ ପରମ ତାଙ୍କ ଗର୍ଭରେ ସ୍ଥାନ ପାଇଲେ। ତେଣୁ ସେ ପରମଙ୍କ ବିଷୟରେ ସଚେତନ ଯେତେବେଳେ ହୁଅନ୍ତି, ପରମଙ୍କ ଯେତେବେଳେ ପୁରା ବିହୋଳ ହେଇଯାଆନ୍ତି ପରମଙ୍କ ଚେତନା ଭିତରେ, ସାଧାରଣ ମଣିଷଙ୍କ ଭଳି ସେ କାମ କରିପାରନ୍ତି ନାହିଁ। ଯୋଉଟା ତାଙ୍କ ବାପାଙ୍କୁ ଦେଖାଗଲା ଯେ ମୋ ସ୍ତ୍ରୀଟା ପାଗଳ ଭଳିଆ କାମ କରୁଛି, କାରଣ ସାଧାରଣ ମଣିଷଙ୍କ ଭଳି ସେ କାମ କରିପାରୁନାହାନ୍ତି। ଆମେ ସାଧାରଣ ମଣିଷ ଯୋଉ ପ୍ରକାର କରିବା କଥା ସେ ପ୍ରକାର କରିପାରୁନାହାନ୍ତି। ତାର କାରଣ ହଉଛି ସେ ଭଗବାନ ବିଷୟରେ ସଚେତନ ହେଇଛନ୍ତି, ଭଗବତ ଚେତନାର ପୁରା ବିହଳ ହେଇଯାଇଛନ୍ତି। ଏ ବିହଳ ଅବସ୍ଥା ଭିତରେ ସେ ନିଜର ଏଇ ଯୋଉ ସାଧାରଣ ମାନବୀୟ ଚେତନାର ସ୍ଥିତିକୁ ହଜେଇ ବସିଛନ୍ତି। ଗୋଟେ ପରମ ଚେତନାର ଭୂମିରେ ସେ ବାସ କରୁଛନ୍ତି। ତେଣୁ ସାଧାରଣ ଦୃଷ୍ଟି ତ ଇଏ ତାଙ୍କ ବାପାଙ୍କର, କୃଷ୍ଣଧନ ଘୋଷଙ୍କର ସାଧାରଣ ଦୃଷ୍ଟି, ପୁଣି ମେଡିକାଲ ମାଇଣ୍ଡ ଗୋଟେ କାମ କରୁଛି ତାଙ୍କର, ଯେହେତୁ ଡାକ୍ତର ଲୋକ। ତେଣୁ ଡାକ୍ତରୀ ବୁଦ୍ଧିରେ ସେ କହିଲେ ତାହା ଆବନର୍ମାଲ ଅଛନ୍ତି, ମୁଣ୍ଡ ଖରାପ ଅଛି। ଯାଅ 7 ବର୍ଷ ବୟସରୁ ଗୋଟିଏ ପିଲା ଯାଇ ଏବ୍ରଡ ଅର୍ଥାତ ବିଦେଶରେ ରହିଲାଣି, ଆମେ ରହିପାରିବା? ରହିପାରିବା ନାହିଁ। ତେବେ ଏଇ ବିଦେଶରେ ରହିବା, ବିଲାତରେ ରହିବା ପଶ୍ଚାତରେ ତାଙ୍କ ବାପାଙ୍କର ଗୋଟେ ମହାନ ଉଦ୍ଦେଶ୍ୟ ଅଛି। ସେ ଉଦ୍ଦେଶ୍ୟ ହଉଛି ମୋ ପୁଅ ବିଲାତରେ ପାଠ ପଢିବ, କୌଣସି ଭାରତୀୟ ପ୍ରଭାବ ତାକୁ ସ୍ପର୍ଶ କରିବ ନାହିଁ। ପୁରା ୟୁରୋପୀୟ ଢାଞ୍ଚାରେ ସେ ପଢିବ, ୟୁରୋପୀୟଙ୍କ ପରି ବଡ ଅଫିସର ହବ, ବଡଲାଟ ହବ, ତାକୁ ସମସ୍ତେ ଆଜ୍ଞା ଆଜ୍ଞା କହିବେ, ହେଲା ବଡ ଅଫିସର ହବ, ICS ଅଫିସର ହବ। ତା ବାପା ଏଇଥିପାଇଁ ତାଙ୍କୁ ନେଇ ବିଲାତରେ ଛାଡି ଦେଇଥିଲେ। କିନ୍ତୁ ବିଲାତରେ ଛାଡିଦେଲେ ସିନା 7 ବର୍ଷିଆ ପିଲାଟାକୁ, ସେଇ 7 ବର୍ଷ ବୟସରେ ତାଙ୍କ ଭିତରେ ଗୋଟେ ଅନୁଭବ ଥିଲା, ମତେ ଗୋଟେ ମହାନ କାର୍ଯ୍ୟର ପ୍ରଭାବ ମୋ ଭିତରେ ଆଲୋଡ଼ନ ତିଆରି କରୁଛି, ମୋ ଭିତରେ ଗୋଟେ ଅଲଗା ପ୍ରଭାବ କାମ କରୁଛି। ହେଲେ ଏଇ ପ୍ରଭାବଟା କଣ ପାଇଁ, ଏ ଶକ୍ତିଟା କଣ ପାଇଁ ମୋ ଭିତରେ କାମ କରୁଛି ମୁଁ ଜାଣିପାରୁନି। 7 ବର୍ଷିଆ ଛୁଆ ଭିତରେ ଏଇଟା ହେଲା। ତାପରେ ଯେତେବେଳେ ସେ 11 ବର୍ଷ ବୟସରେ ହେଇଥାନ୍ତି, ସ୍କୁଲରେ ଏଠି ବିଲାତରେ ଯାଇ ଗୋଟେ ସ୍କୁଲରେ ନାଁ ଲେଖି ପାଠ ପଢିଲେ, ସେଠି ଦେଖିଲେ ତାଙ୍କର ଯେ ବାପା ଯଦିଓ ସେ ପଇସା ପଠଉ ନାହାନ୍ତି, କିନ୍ତୁ ଭାରତୀୟ ମାନଙ୍କର ଯୋଉ ଦୁର୍ଦ୍ଦଶା, ବିଲାତ ଲୋକମାନେ ଭାରତକୁ ଆସି ଭାରତୀୟ ମାନଙ୍କ ଉପରେ କେମିତି ଅକଥନୀୟ ଅତ୍ୟାଚାର କରୁଛନ୍ତି, ସେଇ କଥାକୁ ସେ ଯୋଉ ପେପରରେ ବାହାରେ, ଯୋଉ ମାଗାଜିନରେ ବାହାରେ, ଯୋଉ ଲେଖା ସବୁ ବାହାରେ ପତ୍ରିକା ମାନଙ୍କରେ, ତାର କଟପିସକୁ ଖାମ ଭିତରେ ଭର୍ତ୍ତି କରି ପୁଅଙ୍କ ପାଖକୁ ପଠାନ୍ତି। ଏଇ ଯୋଉ ପୁଅ ଅରବ ଯେ ବିଲାତରେ ଅଛି, ବାପାଙ୍କର ଚିଠିଟି ପ୍ରତି ମାସ ରେଗୁଲାର ଭାବରେ ପାଆନ୍ତି, କିନ୍ତୁ ପଇସା ପାଆନ୍ତି ନାହିଁ। ହେଲେ ଭାରତୀୟ ମାନଙ୍କର ଦୁର୍ଦ୍ଦଶା ସମ୍ପର୍କରେ ଛୁଆ ଦିନରୁ ଜାଣିଲେଣି। ଚିନ୍ତା କଲେ
मो भारत माँ को मु मुक्त करिबी। श्री अरविंद होचन जड़े व्यक्ति जांक भितरे पिला दिन ठारू देश प्रेमर भाव जागृत होइछि। एई भारत वर्ष को जे प्रकृत रे माँ बोली बुझंती, जीवंत देवी बोली जे अनुभव करंती, देश मातृकार कार्य पई जे सब किछि को उत्सर्ग कर दे पारंती एवं देश पई जीवन दवा पई जे प्रस्तुत एवं भारत माँ को पाशविकतार कबलरू आसुरिक प्रभावर कबलरू उद्धार करिया पई जे सबु प्रकार तत्परता प्रकाश करी पारंती से होचंती श्री अरविंद। जे भारत को जड़ पदार्थ रे एक देश रूपे ग्रहण करी नाहंती, माँ बोली जे आराधना करंती पूजा करंती, जीवंत देवी बोली जे अनुभव करचंती से होचंती श्री अरविंद। तेना भारत को जड़ पदार्थ रे एक भूखंड बोली से भावी नाहंती, से भाविचंती से जीवंत देवी। से एक कथा भी जानिचंती समग्र विश्व भितरे जदि कहा भितरे महत्तम संभावना दिव्यतम संभावना फुटी उठी तो सी हूँ भारत वर्ष। तेणु समग्र विश्वर भारत को जे बहन करिकी चलिया पई समर्थ सी हूँ भारत वर्ष। से श्री अरविंद लिखिले समग्र विश्वर भार स्कंदरे बहन करी भारत जननी उठुअछि। जो भारत जननी समग्र विश्वर भारत को मुंडेछि एवं केते शक्तिशाली सेठी भारतीय माने बुझिवा दरकार। तेणु भारत माता केते शक्तिशाली जे समग्र विश्वर भारत को से बहन करी चलीछि। तेणु आमे भारत वर्ष रे जन्म हेचु, भारतीयतार प्रकृत परिचय को हम बुझिवा दरकार। भारत वर्ष रे जन्म हे गेले जे हम भारतीय ता नुहे। श्री अरविंद भारतीय दर्शन को पढ़िले, भारतीय संस्कृति को जानिले एवं जानिले ये भारत होची तपोभूमि भारत वर्ष, ये भारत होची आर्य भूमि भारत वर्ष। जो भारत वर्षर मूल संस्कृतिर आधार होची आध्यात्मिकता। ये भारतीय माने आध्यात्मिकता एते विश्वास करंती जे निजर मंत्र बल रे, निजर तपस्यार प्रभाव रे, निजर साधना बल रे, निजर जोग बल रे भगवत शक्ति को क्रिया करे असंभव को संभव करेवार सामर्थ्य भारतीय मानक पाखरे अछि। अलगा कोनसी देशर लोकन पाखरे ए कथाटा नाही। तेणु भारतीय मानकर असल शक्ति होची ताकर आध्यात्मिक शक्ति। तेणु प्रत्येक भारतीय सीए ता अंतरात्मार जागरण करी पारिले, आत्मार विधान को अनुसरण करी पारिले एवं तार जातीयतार परिचय से पाई परिबो। जे पर्यंत से आत्मा को अनुसरण करी नहीं, आत्मा आविष्कार करी नहीं, तार जातीयतार परिचय से केवल लाभ करी पारिबो नाही। ये देशर जेमिति गोटे आत्मा अछि सेमिति प्रत्येक व्यक्तिर मध्य सेमिति गोटे आत्मा अछि। ए आत्मा एक अभिन्न। तेणु प्रत्येक भारतीय माने ए आत्मा संपर्क रे सचेतन हेबे, आत्मा आविष्कार को गुरुत्व देवे, आत्मा को जीवन मुख्य परिचालक हिसाब रे ग्रहण करिवे, आत्मार विधान रे परिचालित हेले, आध्यात्मिक धार रे गतिशील हेले ए जीवन रूपांतर हवा पई निश्चित हो जाए। तेणु जीवन को दिव्य करी गढ़िया को हेले, मानव रु भगवान रे परिणत हवा को हेले, भगवान को परिप्रकाश करिया को हेले हमको आम आत्मसत्ता सहित परिचित हवा को पड़िबो, जहाँ श्री अरविंद आशा करुछन्ति आम मानक ठाकुर। तेणु श्री अरविंद सेही काम करुथिले। भारतीय हिसाब रे तांकर जा कर्तव्य 11 वर्ष बयस रे देखिले किछि भारतीय पिला एठी पाठ पढुछन्ति। ए जो किछि भारतीय पिला एठी पाठ पढुछन्ति तांकर गोटे संघ अछि, ता ना अछि इंडियन मजलिस। तेणु श्री अरविंद से पिला मानक पाखु गले, ता संघ को जाई कहले एक उद्घोषणी भाषण माध्यम रे कहले तमे विदेशी खाना खाई निज माँ को भूली गल, तमे यही प्रकार मातृ संतान हैछ। किए से सी आमु कोन ए भलिया कटुक्ति कथा कहूची। तापर जानिले सी होचंद अरविंद घोष, कलिकता रु आछंती, बिलात रहिचंती, डुएट दंपति को परिवार रे रहिचंती एवं एई भली जन व्यक्तित्व जहांकर एंट्रांस रे जो टीचर तांकर परीक्षा नौदिले एवं ताकर जे हेडमास्टर हेतिले देखिले तांको खाता रे आदौ भूल बारू नाही। एई भलिया जन मेधा पिला से जांको खाता रे नालीगारा बाजिनी,
जे सब प्राइज आणुचंती, डिबेट रे चमत्कार भाषण दउचंती, प्रबंध लेखारे पुरस्कार आणुचंती। तेणु सर्वगुण संपन्न व्यक्ति होचे पिला जे कि भारत वर्ष आसीची सब इंग्रेज पिला मानकु कटई प्रथम स्थान अधिकार करुची एवं भाषण समय इंग्रेज मान विरुद्ध रे जो प्रकार वक्तव्य से रखुची ब्रिटिश माने अतिष्ठ हो जाउछन्ती। छोट बयस बेलू केमिति भाव आसुची तांका भितरे ए देश प्रेम भाव जदि आम श्री अरविंद को पढ़ा आम भितर से एक देश प्रेम बोध तैयारी हम यथार्थ भारतीयता को आम जदि लाभ करने चाहूँ ताले आमको श्री अरविंद को पढ़ा पड़ो श्री अरविंद चेतना को नहीं बंचा पड़ो ताले श्री अरविंद जो प्रकार चाहूंती आम भितर आम से प्रकार करूँ। यही श्री अरविंद इंडियन मजलिस संघरे संबोधन दे कहले जो माने निस्वार्थ प्रभाव रे निरहंकार भाव रे देश मातृका पई कार्य करिया को चाहूच आगे आसो अवार्ड देले एवं गोटे समिति तैयारी कर देले ता नाला लोटस एंड ड्रैगन कमल कृपाण नामक गोटे संघ तैयारी कर देले जो संघर काम हला देश मातृका पई कार्य करा जिवो निस्वार्थ प्रभाव रे निरहंकार भाव रे देश मा पई काम करिवा। तेणु सेठी जो माने सदस्य हे से माने एई प्रकार भाव रे जीवन बंचिवा शिखिबे। तेणु श्री अरविंद से प्रकार प्रेरणा देले। श्री अरविंदଙ୍କର उद्देश्य नथिला ब्रिटिश मानक पाखरे रही आईसीएस ऑफिसर हेई तांको जी हां कहवा तार केमिति कारण मु गोटे छोटिया कथा कहूछि। श्री अरविंद जब जन्म हेले तार 5 वर्ष पर दार्जिलिंग लरेंटो कन्वेंट स्कूल नाम लेखा ये नामकरण उत्सव रे भाईकर जड़े सांग आक्रेड नामक जड़े सांग आसता एवं सी ए नामकरण उत्सव रे आक्रेड शब्द जोड़ीदे। तेणु श्री अरविंद का ना से लेखा श्री अरविंद आक्रेड घोष आक्रेड शब्द भल इंग्राजी ना तेणु श्री अरविंद को आद इंग्राजी शब्द इंग्राजी ना इंग्राजी कल्चर इंग्रेज मानकर एवरी एक्टिविटी आदौ भल लगू ना छुआ दिन ठार। तेणु विलात ना लेखा से आक्रेड शब्द से काटिदेले खाली अरविंद घोष लेखा बुझीगला अरविंद आक्रेड घोष ठारू आक्रेड टा काट दिया केवल रहा अरविंद घोष। तबे यही जो श्री अरविंद बिलात रहिले आईसीएस परीक्षा देले सबु कार्य बेस दक्षतार सह उत्तीर्ण होता से केते कष्ट कर जान पिला माने बाहर रही भल खाइबा भल पिंधिबा वयस आराम करिया भितर से दिन कटई ना कपे चा 2 पीस बेकन जोड़ा सुखिला रुटी पाउरुटी तो सुखिला पी चा रे बुड़ी खाती है बस 2 पीस बेकन कपे चा रे से दिनटा कटई दियंती आमे परिबा। तो श्री अरविंद से खंडे ड्रेस रे शीत काकर वर्षा शीत सबु सौदी खंडे ड्रेस मेधावृत्ति पाती आते बधान्य जी मागी दियंती पैसा दे दियंती भाई मानकर पढ़ा खर्च उठे दियंती ये होचंती श्री अरविंद बहुत उदार भारी सरल भारी अकपट जीवन में केवे क्रोध प्रकाश होनी जदि भारत वर्ष के जड़े महान जोगी रागी नहांती से होचन श्री अरविंद केवे रागी नहांती जीवन सारा से केवे रागी नहांती एपरिकी श्री अरविंद को आलीपुर जेल भीतर रखे दिया गला जेल भीतर मेहनतर बेले बेले आसी उठा पायखाना को निये केतबे निये नहीं तबे रागी खाटे गाड़े की चाहि देले से जो गाड़े की भयंकर चाहि दी एतिक रे तांगा भीतर जो प्रकार अवस्था हला ना आउ के प्रतिक्रिया प्रकाश करिविनी मेहनतर को कहि ना देखि खाली गोटे चाहाणी चाहि देइछथि सेतिक रे ता भीतर जो प्रकार अवस्था हला सेति रे से चिंता कले मु आउ केबे रागिबी नाही।
ତେଣୁ ସେ କେବେ କାହା ସହିତ ରାଗନ୍ତି ନାହିଁ। ତେଣୁ ସେ ସବୁ ଶକ୍ତିର ଅଧିକାରୀ ହେଇଛନ୍ତି। ଯଦି ହିମାଳୟ ଭଳି ସ୍ଥିର ମନ ବ୍ୟକ୍ତି କେହି ଥାନ୍ତି ସେ ହଉଛନ୍ତି ଶ୍ରୀ ଅରବିନ୍ଦ। ମନ ତାଙ୍କର ଏତେ ସ୍ଥିର ଏତେ ଅବିଚଳ ଯେ ଥରେ ପଢିଦେଲେ ଏକାଥରେ ମନେ ରଖିଥାନ୍ତି, ଦ୍ୱିତୀୟ ବାର ତାଙ୍କୁ ପଢିବାକୁ ପଡେ ନା। ଏ ହଉଛନ୍ତି ଶ୍ରୀ ଅରବିନ୍ଦ। ଥରେ ପଢିଦେଲେ ଆଉ ପଢିବାକୁ ପଡେ ନା। ଶ୍ରୀରନ୍ଦ ପଚରା ହେଲା ୟାର ଟେକ୍ନିକ କଣ, ଆପଣ ଏମିତି କେମିତି ପଢୁଛନ୍ତି ଯେ ଯାହା ପଢୁଛନ୍ତି ଥରେ ମନେ ରଖି ଦଉଛନ୍ତି, ଦ୍ୱିତୀୟ ବାର ପଢିବାକୁ ପଡୁନାହିଁ। ହେଲେ ମନକୁ ଏକାଗ୍ର କର, ଏକାଗ୍ର ଚିତ୍ତରେ ପଢ, ଯାହା ପଢିବ ମନେ ରହିଯିବ। ମନକୁ ଏକାଗ୍ର କର, ଏକାଗ୍ର ଚିତ୍ତରେ ତମେ ଯାହା ପଢିବ ଏଟା ମନେ ରହିବ। ସେ ଏକାଗ୍ର ଚିତ୍ତ ମାନେ ଭିତରଟା ତାଙ୍କର କେତେ ଶାନ୍ତ କେତେ ସ୍ଥିର ରହିଲେ ଗୋଟିଏ ବିଷୟ ଉପରେ ସେ ଏକାଗ୍ର ହେଇପାରିବେ। ଶ୍ରୀ ଅରବିନ୍ଦ ସେ ଗୋଟେ କଥା ଉପରେ ସବୁବେଳେ ଏକାଗ୍ର ହୁଅନ୍ତି। ତେଣୁ ଏକାଗ୍ର ଚିତ୍ତ ବ୍ୟକ୍ତି ମାନେ ବାହ୍ୟ ପ୍ରଭାବରେ ଆଲୋଡ଼ିତ ହୁଅନ୍ତି ନାହିଁ, ଯାହାଫଳରେ ଭିତରଟା ତାଙ୍କର ସ୍ଥିର ଥାଏ, ଶାନ୍ତ ଥାଏ। ତେଣୁ ସେ ସ୍ଥିର ଶାନ୍ତ ଅବସ୍ଥାରେ ସେ ଯାହା ପଢନ୍ତି ସେଟା ମନେ ରହିଯାଏ। ଏଇଥିପାଇଁ 14 ବର୍ଷ ପୂର୍ତ୍ତେ ପୂର୍ତ୍ତେ ସେ 7 ଗୋଟି ଭାଷା ଶିଖି ସାରିଲେଣି। ନୂଆ ନୂଆ ଭାଷା ଶିଖିବାରେ ତାଙ୍କର ଅଧିକ ଆନନ୍ଦ ଅଛି। ତେଣୁ ଇଏ ହଉଛନ୍ତି ଶ୍ରୀ ଅରବିନ୍ଦ ଛାତ୍ର ହିସାବରେ। ଯେତେବେଳେ ବିଲାତରୁ ଆସିଲେ, ଭାରତ ଭୂମିରେ ପାଦ ଦେଲେ ଆପୋଲୋ ବନ୍ଦରରେ, ଗୋଟେ ଆଧ୍ୟାତ୍ମିକ ଶିହରଣ ସେ ଅନୁଭବ କଲେ। ତାପରେ ଦୁଃସମ୍ବାଦ ଜାଣିଲେ ଯେ ତାଙ୍କ ବାପା ତାଙ୍କୁ ୱେଲକମ କରିବାକୁ ଆସିଥିଲେ, କିନ୍ତୁ ଦୁଃସମ୍ବାଦଟି ପାଇ ଝୁରି ଝୁରିକା ହାର୍ଟ ଆଟାକରେ ଚାଲି ଯାଇଛନ୍ତି, ଟିକେ ମର୍ମାହତ ହେଲେ। ବରୋଦା ରାଜାଙ୍କ ପାଖରେ ଚାକିରି କଲେ। ଚାକିରି ତାଙ୍କର ଉଦ୍ଦେଶ୍ୟ ନ ପଇସା ରୋଜଗାର, ତାଙ୍କର ଉଦ୍ଦେଶ୍ୟ ନ, ଉଦ୍ଦେଶ୍ୟ ହଉଛି ଭାରତ ମାକୁ ମୁକ୍ତ କରିବା। ତେଣୁ ଅଧ୍ୟାପନା କାର୍ଯ୍ୟରେ ତାପରେ ତାଙ୍କୁ ନିଯୁକ୍ତ କରାଗଲା। ଅଧ୍ୟାପନା ହିସାବରେ ଏତେ ସୁନ୍ଦର ଅଧ୍ୟାପକ ସିଏ, ପିଲାମାନେ ତାଙ୍କ ପଛ ଛାଡନ୍ତିନି। ଏପରିକି ଲିଜରରେ ଥିବା ଲେକ୍ଚର ମାନେ ଶ୍ରୀ ଅରବିନ୍ଦ କୋଉଠି କ୍ଲାସ ନଉଛନ୍ତି ସେଇଠି ଯାଇକି ବସନ୍ତି ଶ୍ରୀ ଅରବିନ୍ଦଙ୍କ ଲେକ୍ଚର ଶୁଣିବା ପାଇଁ। କମନ ରୁମରେ ଫାଙ୍କା ଥିବା ସମୟରେ ଲେକ୍ଚର ମାନେ ବେଢିକି ବସନ୍ତି, ଶ୍ରୀ ଅରବିନ୍ଦ ଲେକ୍ଚର ଦିଅନ୍ତି, ଶୁଣନ୍ତି। ପିଲାମାନେ ତାଙ୍କ ଚାରିପଟେ ସବୁବେଳେ ଘୁରି ଘୁରିକା ବୁଲୁ ବୁଲିକା ତାଙ୍କ ଥାନ୍ତି। ବସିଲା ବେଳେ ବି ମଧ୍ୟ ଶ୍ରୀ ଅରବିନ୍ଦ କଥା କହନ୍ତି, ଶୁଣନ୍ତି। ତେଣୁ ସବୁ ସମୟରେ ଶ୍ରୀ ଅରବିନ୍ଦ ବ୍ୟସ୍ତ ଥାନ୍ତି। ତାପରେ ବି ସେ ହଉଛନ୍ତି ମେଧା ସମ୍ପନ୍ନ ବ୍ୟକ୍ତି। ଆଇସିଏସ୍ ପାସ୍ କଲେ। ତାପରେ ଭାରତରେ ଗୋଟିଏ କଥା ଚିନ୍ତା କରିଛନ୍ତି, ବ୍ରିଟିଶ ମାନଙ୍କୁ ମୁଁ ତେଣୁ ଜବାବ ଦେବାକୁ ହେଲେ ସେ ଯୋଉ ଆଇନ ଆମକୁ ଦେଖାଉଛନ୍ତି ସେ ଆଇନରେ ତାଙ୍କୁ ପରାଭୂତ କରିବାକୁ ପଡିବ। ଏଥିପାଇଁ ମତେ ସେଇ ପ୍ରକାର ପାଠ ପଢିବାକୁ ପଡିବ। ତେଣୁ ସେ ଆଇସିଏସ୍ ପାଠ ପଢିଛନ୍ତି, ବ୍ରିଟିଶ ମାନଙ୍କୁ ଆଇନ ବଳରେ ହରେଇବେ ଏବଂ ଭାରତ ମାକୁ ଉଦ୍ଧାର କରିବା ପାଇଁ ଯିଏ ଏକନିଷ୍ଠ ବ୍ରତୀ ହେଇଛନ୍ତି ସେ ହଉଛନ୍ତି ଶ୍ରୀ ଅରବିନ୍ଦ। ଏବଂ ଏ ଭାରତ ମାକୁ ଉଦ୍ଧାର କରିବାକୁ ହେଲେ ଶକ୍ତିର ଆବଶ୍ୟକ ଅଛି। ତେବେ ଶକ୍ତି ଲାଭ କରିବା ପାଇଁ ଶକ୍ତି ମାତା ଯିଏ ଭାରତୀ ତାଙ୍କୁ ଆରାଧନା କରିବାକୁ ପଡିବ। ତେଣୁ ଯୋଉ କିଛି ମୁଷ୍ଟିମାଙ୍କୁ ନେଇ ଭାରତର ସ୍ୱାଧୀନତାର ବା ସ୍ୱରାଜର ଆନ୍ଦୋଳନ ଆରମ୍ଭ ହବ, ସେମାନଙ୍କୁ ଟ୍ରେନିଂ ଦିଆହଉଛି କ୍ଷାତ୍ର ତେଜ ବ୍ରହ୍ମ ତେଜ ଶ୍ରୀ ଅରବିନ୍ଦଙ୍କ ନିର୍ଦ୍ଦେଶନାରେ। ତାଙ୍କର ସାନ ଭାଇ ଏହାର ନେତୃତ୍ୱ ନେଉଛନ୍ତି। ଏଇଭଳି ନେତୃତ୍ୱ ନେଉଥିବା ସମୟରେ ଥରେ ଶ୍ରୀ ଅରବିନ୍ଦ ଜାଣିଲେ ତାଙ୍କ ଭାଇକୁ ପାହାଡିଆ ଜ୍ୱର ହେଇଛି। ଯୋଉ ପାହାଡିଆ ଜ୍ୱରଟାରେ କେହି ବଞ୍ଚନ୍ତି ନାହିଁ। ବରୋଦାରୁ କଲିକତାକୁ ଆସିଲେ ଏବଂ ଦେଖିଲେ ଭାଇ ତାଙ୍କର ଜ୍ୱରରେ ସାଂଘାତିକ ଥରୁଛନ୍ତି। ତେଣୁ ବଡ ବ୍ୟସ୍ତ ବିବ୍ରତ ହେଇଥାନ୍ତି। ଜଣେ ନାଗା ସନ୍ନ୍ୟାସୀ ତାଙ୍କ ଘର ପାଖକୁ ଆସିଲେ। ଏ ନାଗା ସନ୍ନ୍ୟାସୀ ଶ୍ରୀ ଅରବିନ୍ଦଙ୍କର ବ୍ୟସ୍ତତା ଦେଖି ତାଙ୍କୁ କହିଲେ, କଣ ହେଇଛି ତମେ ତ ବ୍ୟସ୍ତ ଜଣା ପଡୁଛ? କଣ କହିବି, ମୋ ଭାଇଟାକୁ ପାହାଡିଆ ଜ୍ୱର ହେଇଯାଇଛି। ଆଉ ଏ ଜ୍ୱର ହେଲେ କେହି ବଞ୍ଚି ନାହାନ୍ତି। ତେଣୁ ଭାଇ ଯଦି ମରିଯିବ ତାହେଲେ ଏଇ ପିଲାମାନଙ୍କୁ ଟ୍ରେନିଂ କିଏ ଦବ? ଦେଶ ସ୍ୱାଧୀନ କେମିତି ହବ? ମୁଁ ସେଇଥିପାଇଁ ବ୍ୟସ୍ତ। କହିଲ ଏଇଟା ପାଇଁ ବ୍ୟସ୍ତ ହେଇଛ? ଧୈର୍ଯ୍ୟ ଧର, ପାଣି ଗ୍ଲାସ ଆଣ। ନାଗା ସନ୍ନ୍ୟାସୀ ଶ୍ରୀରନ୍ଦ ବତେଇଲେ ପାଣି ଗ୍ଲାସ ଆଣ। ଶ୍ରୀରନ୍ଦ ଯାଇକି ପାଣି ଗ୍ଲାସ ଆଣିଲେ। ଇଏ ଗୋଟେ କାଠି ଖଣ୍ଡେ ଧରି ବାରିନଙ୍କ ମୁଣ୍ଡରେ ଟଚ୍ କରିଦେଲେ। ତାପରେ ଆଣିକି ପାଣିରେ ଘୁରେଇଲେ, ଅଣ୍ଟିରୁ ଗୋଟେ ଛୁରୀ ବାହାର କଲେ,
गोटे क्रॉस पकेले कौन से मंत्र कले से पानी को पीवा को देले 5 मिनिट भितर टेम्परेचर कमी गला घंटे भितर ज्वर कमी गला गोटे दिन रे पूरा सुस्थ हो गले पूरा सुस्थ ये जो चमत्कार काम हला श्रीअरविंद गलारे तो अद्भुत काम होईची कुआडे गले से नागार्जुन कौन कल यार सिक्रेट टा कौन ता पचार की बुझीवा खोजिले हो जाओ खोजी खोजी का ठाब करदे कहला मु आपण खोजी कौन काम मो पाखे ना आपण कौन कले जे मो भाई पूरा गोटे दिन ठीक है पहाड़िया जर कई बचु ना अथच मो भाई पूरा ठीक है आपण कौन कले से कहले नागा सैन्य जनक एटा हूँ जोगर शक्ति जोगरे असंभव को संभव करा जाय पारे तेणु श्री अरविंद चिंता कले मत जोग करिया पड़ो तेणु से जोग कर आरंभ कले जोगी जन दरकार शिखा जोग किए ठीक कर बारिन ठीक करदे विष्णुवास लेले को ये जो बारिन ठीक कले विष्णुवास लेले को विष्णुवास लेले श्री अरविंद जोग गुरु से दीटा कथा कहले कहले तुमको बेसी टास्क दिया मात्र दुईटा कथा कर गोटे कौन कर तम अंतरात्मा प्रेरणा द्वारा परिचालित आ क्या कथा शुण शुणुला हाँ द्वितीय कथा तम अंतरात्मा पाखे तुम सबकि संपूर्ण रूपे निवेदन करदब तमर बोली किसी रखनी पूर्ण समर्पित अर्थात अंतरात्मा पाखे पूर्ण निवेदन एवं अंतरात्मा द्वारा परिचालन ये दीटा काम करने श्रीअरविंद को टास्क मिलला ताले जोग हो श्रीअरविंद से हासिल करने मात्र 2 दिन समय नहीं माने दिन हिसाब कले 3 दिन हम कि टाइम हिसाब कले 48 घंटा से 48 घंटा बोले 2 दिन कहली तेरे एति काम को हासिल करने विष्णुवास का लेले को लगी 10 वर्ष मन रख जो माने गुरु गुरु को लगुच 10 वर्ष अर्थात शिष्य को लगुच मात्र 2 दिन एतिर अनुमान करवा श्रीअरविंद को प्रकार जोगी को प्रकार जोग कर अच्छा ये जोगर उद्देश्य कौन तक देश मातृका को स्वाधीन करने शक्तिर अधिकारी हवा शक्ति लाभ करने जोगर आवश्यकता तेणु ये शक्ति लाभ करने जोगर आवश्यकता को अनुध्यान कर श्रीअरविंद जोग अभ्यास कर आरंभ कले ये जोग तार प्रैक्टिस चली यार भितर चारिआडे लेखा को पढ़ी तरुण माने स्कूल कॉलेज छाड़देले विदेशी मान द्रव्य व्यवहार करने बंद करदे चारिआडे स्लोगान दे चले भारत माता की जय भारत माता की जय थरे एमिति प्रफुल्ल चाकी खुदीराम एवं सुशील सेन नामक गोटे पिला ये 3 जन जाक भारत माता के जयर स्लोगान दौ ब्रिटिश मजिस्ट्रेट किंग्सफोर्ड आसुता सांगरे पुलिस मान एस्कॉर्ट दौरान सही समय सुशील हठात सुशील सेन कहला भारत माता की जय किंग्सफोर्ड मजिस्ट्रेट आगे भारत मातार जय गान कले से मजिस्ट्रेट छाड़ दो छाड़बनी धन्य बढ़ाओ बाड़े फोपाड़ दियो ड्रेन ले दरमर अवस्था रे कलिकता ड्रेन ले फोपाड़ देले सुशील सेन 15 वर्षर पिला सी तेज जो 15 वर्षीय पिला सुशील सेन को ब्रिटिश माने बाड़े दरमर अवस्था रे कलिकता ड्रेन ले फोपाड़ देले प्रफुल्ल चाकी एवं खुदीराम भारी कष्ट रे सुशील को उद्धार कले आसी श्रीअरविंद कहले कौन देखुचंदी ब्रिटिश माने केमिति अवस्था करिसंदी कौन एई भलिया माड़ खाउतबु श्रीअरविंद कहले तुमको क्षेत्र तेजर शिक्षा कौन पे दिया निजर आत्मरक्षा करने क्षेत्र पे लड़ी पारनी तेणु क्षेत्र तेज कौ कम लगे हाँ बुझीगलु कौन कर दिजन जाक प्रफुल्ल चाकी एवं खुदीराम सिद्धांत नहीं गले काली से मजिस्ट्रेट कोर्ट को आसु बाटरे ताको बॉम्बिंग करी उड़े दबु बोमा धरिक रेडी हेले प्रफुल्ल चाकी एवं खुदीराम काली मजिस्ट्रेट कोर्ट को आसला बेले बाटरे ताको बोमा मारी सफा कर दो इंग्रेजी स्पाय खबर पाई गला जाई मजिस्ट्रेट पाखे रिपोर्ट कर दला आपण को
ଶ୍ରୀ ଅରବିନ୍ଦଙ୍କର 2 ଜଣ ଦୁର୍ଦାନ୍ତ ଶିଷ୍ୟ, ଜଣଙ୍କ ନା ପ୍ରଫୁଲ୍ଲ ଚାକି, ଆଉ ଜଣଙ୍କ ନା ଖୁଦିରାମ। ଏ 2 ଜଣ ଯାକ ବଡ ଦୁର୍ଦାନ୍ତ, ଯାହା କହନ୍ତି ସେଇଆ କରି ପକାନ୍ତି। ଟିକେ ସତର୍କ ରହିବେ, ଆପଣଙ୍କୁ ସେମାନେ ମାରିବାର ସବୁ ଯୋଜନା କରିସାରିଛନ୍ତି। ଯଦି ସତର୍କ ନ ରହିବେ ମରିବାଟା ନିଶ୍ଚିତ ହେଇଯିବ ଆପଣଙ୍କର। କିଙ୍ଗସଫୋର୍ଡ ମାଜିଷ୍ଟ୍ରେଟ ଏଇ ଗୁପ୍ତଚରର ଖବର ପାଇ ଛାନିଆ ହେଇଗଲେ। ସକାଳ ହେଲେ କୋର୍ଟକୁ ଆସିବେ, ରାତାରାତି ଟ୍ରାନ୍ସଫର କରିଦେଲେ କୋଉଠିକି? ମୁଜାଫରପୁର। ସକାଳ ହେଲେ ତ କଲିକତା ରହିଲେ ସିନା କୋର୍ଟକୁ ଆସିବେ, ଟ୍ରାନ୍ସଫର ରାତାରାତି ହେଇଗଲା ମୁଜାଫରପୁର। କିନ୍ତୁ ସେଇଭଳିଆ ଗୋଟେ ଗାଡିରେ ଜଣେ ଖ୍ରୀଷ୍ଟିଆନ ମହିଳା ଏବଂ ତାଙ୍କର ଝିଅ ଆସୁଥାନ୍ତି। ଏମାନେ ତ ଜଗିକି ଅଛନ୍ତି ବୋମା ଧରିକି। ଭାବିଲେ ବୋଧେ ମାଜିଷ୍ଟ୍ରେଟ ଆସିଲେ, ଦେଲେ ଆଖି ବୁଜା ବୋମା ଫୁଟେଇ। ଏ ଯୋଉ ଆଖି ବୁଜା ବୋମା ବର୍ଷଣ କଲେ, ଗାଡି ସହିତ ଏ ଖ୍ରୀଷ୍ଟିଆନ ମହିଳା ଏବଂ ତାଙ୍କର ଝିଅ ପୋଡିକିରି ପାଉଁଶ ହେଇଗଲେ। ଆଲିପୁରରେ এই ଘଟଣାଟି ଘଟିଲା ପରେ ପୋଲିସ ଆସିକି ଶ୍ରୀ ଅରବିନ୍ଦଙ୍କ ରୁମ ରେଡ କଲା। ତାଙ୍କର ଯାହା ନଥି ପତ୍ର କାଗଜ ପତ୍ର ସବୁ ଛିନଛତ୍ର କରିଦେଲା ଏବଂ ରାତି 2ଟା ବେଳେ ରେଡ କରିକି ଶ୍ରୀ ଅରବିନ୍ଦଙ୍କ ଲାଲବଜାର ଥାନାକୁ ନେଇଗଲା। ସକାଳୁ ସକାଳୁ କାଳେ ଶ୍ରୀ ଅରବିନ୍ଦଙ୍କର ଶିଷ୍ୟମାନେ ଜାଣିଲେ ଲାଲବଜାର ଥାନାରେ ଅଛନ୍ତି ବୋଲି ଥାନା ଭାଙ୍ଗିଦେବେ କି ଆଉ କଣ କରିଦେବେ, ତେଣୁ ତାଙ୍କୁ ସିଧା ସିଧା କୋର୍ଟକୁ ଚାଲାଣ କରିଦିଅ। ତେଣୁ ଏଇଭଳି ଭାବରେ ସେ କୋର୍ଟକୁ ଚାଲାଣ କରିଦିଆଗଲା। କୋର୍ଟ ଭିତରେ ପ୍ରଥମ ଦିନ ଗଲା, ଦ୍ୱିତୀୟ ଦିନ ଗଲା, ତୃତୀୟ ଦିନ ଗଲା। ତୃତୀୟ ଦିନ ରାତିରେ ଭଗବାନ ବାସୁଦେବ ଦର୍ଶନ ଦେଲେ। ଥୟଧର, ତମକୁ କେହି ବ୍ରିଟିଶ ମାନେ ଏଠିକି ଆଣି ନାହାନ୍ତି, ତମକୁ ମୁଁ ଏଠିକି ଆଣିଛି। ତମେ କଣ ଭାରତ 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 ହଉଛ? ତମେ କଣ ଭାରତ ବର୍ଷର? ମନେ ରଖ, ତମେ କୋଉ ଦେଶର ନୁହଁ, କୋଉ ଜାତିର ନୁହଁ, କୋଉ ଧର୍ମର ନୁହଁ, ତମେ ହଉଛ ସିଧାସଳଖ ଭଗବାନଙ୍କର। ତେଣୁ ତମେ ଦେଶ ଦେଶ କାହିଁକି ହଉଛ? ଦେଶର ସ୍ୱାଧୀନତାର ଦାୟିତ୍ୱ ବା ଭାରତର ସ୍ୱାଧୀନତାର ଦାୟିତ୍ୱ ମୁଁ ନେଇଛି। ତମକୁ ସେଥିପାଇଁ ବ୍ୟସ୍ତ ହବାକୁ ପଡିବନି। ତମକୁ 1 ବର୍ଷ କାଳ ଟ୍ରେନିଂ ଦେବା ପାଇଁ ମୁଁ ଏଠିକି କୌଶଳ କ୍ରମେ ଆଣିଛି। ଯୋଉ 1 ବର୍ଷ ଟ୍ରେନିଂ ପରେ ତମକୁ ଏଠୁ ରିଲିଜ କରିଦିଆଯିବ। ତାପରେ ଯୋଉ ଟ୍ରେନିଂ ପାଇବ ତାକୁ ଯାଇ ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟ କରିବ। ତେବେ ଶ୍ରୀ ଅରବିନ୍ଦଙ୍କର ଯୋଉ ଆଲିପୁର ଜେଲ, ଇଏ ଥିଲା ତାଙ୍କର ଗୋଟେ ଯୋଗର ଟ୍ରେନିଂ ପିରିୟଡ, ଯୋଉଟା ଭଗବାନ ବାସୁଦେବ ନିଜେ ଦେଇଛନ୍ତି। 1908 ମେ 5 ରୁ 1909 ମେ 5 ପର୍ଯ୍ୟନ୍ତ ଏ 1 ବର୍ଷ କାଳ ଶ୍ରୀ ଅରବିନ୍ଦ ଆଲିପୁର ଜେଲ ଭିତରେ ଥିଲେ। ହେଲା, ଏ ଯୋଉ ଆଲିପୁର ଜେଲ ଭିତରେ ଥିଲେ, ତାପରେ 9ରେ ତ ରିଲିଜ ହେଲେ, ତାଙ୍କୁ ପ୍ରଥମେ ଗୋଟେ ସଭାରେ ଭାଷଣ ଦେବାକୁ ଡକା ହେଇଥିଲା। ସେଟା ହଉଛି ଉତ୍ତରପଡା। ଧର୍ମ ସଂରକ୍ଷିଣୀ ସଭାରେ ଶ୍ରୀ ଅରବିନ୍ଦଙ୍କୁ ଉତ୍ତରପଡା ଅଭିଭାଷଣ ଦେବା ପାଇଁ କୁହାଯାଇଥିଲା। ସେ ଉତ୍ତରପଡାରେ ହିନ୍ଦୁ ଧର୍ମ ଉପରେ କହିବେ ବୋଲି ଟପିକ ରଖା ହେଇଥିଲା। ଇଏ ତ ଯେହେତୁ ଅନ୍ତର ପ୍ରେରଣା ଅନୁସାରେ ପରିଚାଳିତ ହଉଛନ୍ତି, ହେଲେ ଏମାନେ ଯୋଉ ବିଷୟବସ୍ତୁ ରଖିଛନ୍ତି ସେ ବିଷୟବସ୍ତୁ ଇଏ କହିବେ କି ନାହିଁ ଡାଉଟ ତାଙ୍କର ଅଛି। ତେଣୁ ସେ କହିଲେ, ଆପଣ ମାନେ ମୋ ପାଇଁ ଯୋଉ ବିଷୟବସ୍ତୁ ବାଛିଛନ୍ତି, ମୁଁ ସେ ବିଷୟବସ୍ତୁ କହିପାରିବି କି ନାହିଁ ମୋର ଡାଉଟ। ହୃଦୟ ଭିତରୁ ବାହାରିଲା ସନାତନ ଧର୍ମର କଥା। ଯୋଉ ସନାତନ ଧର୍ମର କଥା ହଉଛି, ଯୋଉ ସନାତନ ଧର୍ମ ହଉଛି ସର୍ବଜନୀନ ଧର୍ମ, ଦିବ୍ୟ ପ୍ରେମର ଭାବ, ଆତ୍ମଦାନର ଭାବ, ନିରହଙ୍କାର ନିଃସ୍ୱାର୍ଥପରର ଏକ ଭାବ, ବିଶ୍ୱଗତ ପ୍ରେମର ଭାବ, ଯୋଉଥିରେ ସମଗ୍ର ପୃଥିବୀକୁ ନେଇ ଗୋଟିଏ ପରିବାରର ପରିକଳ୍ପନା, ଏଇ ପ୍ରକାର ଏକ ଭାବ ଥାଏ। ସେ ଧର୍ମ ହଉଛି ସନାତନ ଧର୍ମ। ତେବେ ସେ ସନାତନ ଧର୍ମରେ ଯୋଉ ଉଦ୍ବୋଧନ ଦେଲେ, ତାପରେ ପବନ ସେଠି ଏମିତି କାମ କରିଥିଲା, ଶ୍ରୀ ଅରବିନ୍ଦଙ୍କ ବାଣୀକୁ ନେଇକି ପହଞ୍ଚେଇ ଦେଲା ସମସ୍ତଙ୍କ କାନରେ। 10,000 ଲୋକ ରୁଣ୍ଡ ହେଇକି ଶୁଣୁଥାନ୍ତି। ବିନା ମାଇକରେ ଶ୍ରୀ ଅରବିନ୍ଦ କହୁଥାନ୍ତି। କେମିତି ଶୁଣିଲେ? ସମସ୍ତଙ୍କ କାନରେ କେମିତି ଶ୍ରୀଙ୍କ କଥା ବାଜିଲା? ପବନ ଅଲଗା କୌଣସି କାମ ନ କରି ଶ୍ରୀ ଅରବିନ୍ଦଙ୍କର ମୁଖରୁ ବାହାରି ଆସୁଥିବା ବାଣୀକୁ ସମସ୍ତ କାନରେ ପହଞ୍ଚେଇ ଦେଲା। ପବନ ମଧ୍ୟ ଭଗବାନଙ୍କର ସେବା କରିଛି, ଶ୍ରୀ ଅରବିନ୍ଦଙ୍କର ସେବା କରିଛି। ତ ଆମେ ସେଇ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ସେବା କରିବା ପାଇଁ ଯୋଗ୍ୟ ହବା, ତାଙ୍କ ସକଳକୁ ସାକାର ରୂପ ଦେବା ପାଇଁ ଯୋଗ୍ୟ ହବା, ଅତିମାନ ଶକ୍ତିକୁ ଯୋଉ ତପସ୍ୟା କରିକି ଆଣିଛନ୍ତି
से शक्ति को ग्रहण कर समर्थ होगा चेष्टा करवा एवं अतिमान शक्ति को ग्रहण करने निमित्त प्रस्तुत होगा सकाशे आम पूर्णांग शिक्षा केन्द्र पाठ पढ़ुचु जो लक्ष्य नुहे अर्थ उपार्जन मनी कैरियर सक्सेस लक्ष्य हूँ केवल परफेक्शन अर्थात भगवान को परिप्रकाश करवा भगवान हे उठा भगवान को परिप्रकाश करवा एवं आम भविष्यतर द्वार खोलिया माँ आंतर्जातिक शिक्षा केन्द्र खोलिले किसी प्रश्न कले माँ पंडिचेरी सहर में कौन शिक्षा केन्द्र अभाव अच्छी जे आपण आउ गोटे शिक्षा केन्द्र खोलिले माँ से कही वी आर हियर टू ओपन द डोर्स ऑफ द फ्यूचर फॉर द चिल्ड्रेन हु बिलोंग टू द फ्यूचर आम एठारे से पिला मानक सकाशे भविष्यतर द्वार खोलिया अच्छु जो पिला माने के भविष्यत उद्दिष्ट तेना आम मान समस्ते जो माने महासंघ को आम ग्रहण करचे समस्ते आम भगवान छात्र सी होती एकमात्र शिक्षक तेना आम समस्त शिक्षा करवा भविष्यतर द्वारा केमिति खोलिबा भविष्यतर दिव्य स्वर्ग राज्य केमिति पृथ्वी रे प्रतिष्ठा करवा मानवीय चेतना केमिति अतिक्रम करवा दिव्य जीवन केमिति लभिबा अमरत्व को प्रकाश करवा मृत्यु पर पूर्ण विजय आनिबा एवं प्रभुंकर हाथ एक परिपूर्ण जंत्र ही जीवन को सार्थक करिपारिबा एई उद्देश्य रे आम माने श्री अरविंद को शिक्षा ग्रहण करी तांकर उपयुक्त छात्र हवा और बहुत कथा थिले मध्य समय सूचना दिया गलानी मालोचना के रखुछि धन्यवाद मु वर्तमान रमेश भाई को अनुरोध करी से और सुंदर भाव आम आगे रखिए आहुरी किछि जानिबा विषय भी आम आगे रखिए रमेश भाई करुणामयी माँ परम कारुणिक प्रभु श्री अरविंद आज शिविर प्रथम संध्या ए सुंदर दिव्य संध्यारे ए कार्यक्रम रे उपस्थित थिबा समस्त मातृ संतान गण समस्त को हृदयर गभीरतम प्रदेश रु श्रद्धा निवेदन करुछि शुभेच्छा अभिनंदन नमस्कार जनाउछि एवं आजिर जो प्रसंगटी दिया हेछि से प्रसंग उपरे मु संक्षेप रे किछि कहिबार प्रयास करुछि किछि कहिबा पूर्वरु मोर गोटे प्रश्न हबो पिला माने और भाई बार बार कहिले जे आमे सीधा हेकिरी बसिबा हाँ तो मुह सुखेकिरी बसिबा नहीं कथबार्ता हेबा नहीं हसिबा हसिबा माने ही नुहे कंस हस नुहे कृष्ण हस स्मित हास्य एक प्रसन्न भाव रहिथिबो मुंड उपरे हिमालय रकी आंडीज पर्वत रहिबो नहीं बुझ खुशी रे बसिबा एवं किछि शिखी करी जीवा एवं विषय कौन अच्छी कि जने कही दियो आमे जो प्रसंग उपरे आलोचना करूछे गिरीश भाई आलोचना करले अजय भाई आलोचना करले मु किछि सामान्य आलोचना करिवि जो प्रसंग उपरे आमे आलोचना करूछे बा जो टॉपिक बा जो पाठ जहाँ भी तुम्हें बुझ ता टाइटिल कौन प्रसंग कौन जने शीघ्र कही दियो तापर मु आकु जीवी श्री अरविंद दृष्टि रे भारतीय छात्र वेरी गुड तो श्री अरविंद दृष्टि रे भारतीय छात्र माने किभली हेबा उचित सेमानकर चरित्र सेमानकर गुण सेमानकर चेतना सेमानकर आचरण सेमानकर भाव भाव जहाँ जहाँ कथा सेमानकर पाठ पढ़ा सेमानकर जीवन रो लक्ष्य सेमानकर जीवन रो प्रतिटी कार्यधारा किभली हेबा उचित जद्वारा आमे यथार्थ भारतीय भाव रे निजर परिचय दे पारिबा से विषय उपरे सुंदर आलोचना मान होउछि मझिरे मझिरे पिला माने उठी जाउछ मु आशा करिवि आ उठिबो नाही अल्प समय जहाँ कहबी ए पटरे झियो माने सुंदर भाव रे हसुछ किंतु आम कथा सुनु ना सुन आमे माने जहाँ बसिछु एटी शिक्षक माने श्रेणी गृह रे किछि पढ़ांती किंतु पिला माने सुनंती नहीं तो यह निश्चित भाव रे जे पाठ पढ़ांती बा किछि कहंती तांकर जो श्रद्धा तांकर जो समर्पण तांकर जो प्रयास तांकर जो प्रार्थना ता प्रति गोटे अवमानना मु जहाँ बुझे वक्ता टे कोठी किछि आलोचना करूथबो अनेक दूररु आसीथिबो अनेक किछि से स्वाध्याय करिथिबो आमे जदि किछि सुनिबा नहीं मनन मंथन करिबा नहीं ताहेले निश्चित भाव रे तार श्रम तार साधना तार स्वाध्याय तार परिश्रम प्रति सेटा गोटे इनजस्टिस हेबो अन्याय हेबो
ଯଦି ହଁ କହୁଛ ଆଗକୁ ଯିବା, ହଁ ନା ନାହିଁ? ହଁ କହୁଛ ତ? ଠିକ ଅଛି। ତ ପ୍ରଥମ କଥା ହେଲା ଯେ ଆମେ ଭାରତୀୟ ଛାତ୍ର ହିସାବରେ ଏଇଠି ଶିବିର କଣ, ଶିବିରକୁ ଆମେ କାହିଁକି ଆସିଛୁ, ଶିବିରର 2 ଦିନ ଆମେ କିପରି ଏଇଠି କଟେଇବା, ତା ଉପରେ ମୋର ଆଲୋଚନା ଫାଷ୍ଟ ହେବ। ଏଇଟା କଣ ପିଲାମାନେ, ଏଇଠି ଯୋଉ କାର୍ଯ୍ୟକ୍ରମ ଚାଲିଛି ଏଇଟା ଗୋଟେ ମନୋରଞ୍ଜନ କାର୍ଯ୍ୟକ୍ରମ, ନାଟକ, ଥିଏଟର, ସିନେମା, ଅର୍କେଷ୍ଟ୍ରା, ନା ଏଇଟା ଗୋଟେ ଷ୍ଟୁଡେଣ୍ଟ କ୍ୟାମ୍ପ? ଷ୍ଟୁଡେଣ୍ଟ କ୍ୟାମ୍ପ, ଛାତ୍ର ଶିବିର। ଛାତ୍ର ଶିବିରକୁ ଆମେ କାହିଁକି ଆସୁ? Where do we come to a student camp? ଆମେ କାହିଁକି ଆସୁ କହ? କିଏ ଜଣେ କହ ଜଲ୍ଦି ଶୀଘ୍ର। ମୁଁ କିଛିଟା ପ୍ରଶ୍ନ ପଚାରିବି, ଉତ୍ତର ଦେବ। ଆମେ ଏଇ ଶିବିରକୁ କାହିଁକି ଆସୁ? ନୂଆ ନୂଆ କଥା ଶିଖିବା ପାଇଁ ଆସୁ। ଭେରି ଗୁଡ। ଆମେ ଶିବିରକୁ ଶିଖିବା ପାଇଁ ଆସୁ। ଶିବିରରେ ଶିଖିବା ପାଇଁ ପ୍ରଥମ 2ଟି ଚ୍ୟାପ୍ଟର, ଫାର୍ଷ୍ଟ 2 ଚ୍ୟାପ୍ଟର ଅଫ ଏ ଶିବିର ଅର କ୍ୟାମ୍ପ, 2ଟି ବିଷୟ କଣ ହେଇପାରେ? ଅର ଭାଇ ତାର ସୂଚନା ଦେଇ ସାରିଛନ୍ତି ଆଗରୁ, ଯାହାର ମନେ ଥିବ। କିନ୍ତୁ ଆମର ସ୍ୱଭାବ ହେଲା ଆମେ ଭୁଲି ଯାଉ। ଶିକ୍ଷକ ମାନେ ବି ଯାହା ପଢାନ୍ତି ଭୁଲି ଯାଉ। ପରୀକ୍ଷା ପାଇଁ ଘୋଷୁ, ପରୀକ୍ଷା ସରିଗଲା ପରେ ତାକୁ ପୁଣି ଭୁଲି ଯାଉ। କେବଳ ପରୀକ୍ଷା ପାଇଁ ପାଠ ପଢୁ, ମାର୍କ ପାଇଁ ପାଠ ପଢୁ, ମେଟ୍ରିକ ପରୀକ୍ଷାରେ A1 ଗ୍ରେଡ ପାଇବା ପାଇଁ ପାଠ ପଢୁ, ପରୀକ୍ଷା ସରିଗଲା ପରେ ତାପରେ ଭୁଲି ଯାଉ। ସାଇଲେନ୍ସ ଆଣ୍ଡ ଡିସିପ୍ଲିନ। ପିଲାମାନେ ଶୁଣ, ଏଟା ଲେଖିକିରି ରଖ। ଶିବିରରେ 2ଟି ଜିନିଷ ଆମେ ଶିଖିବାକୁ ଆସୁ, ସେଟା ହଉଛି ତାର ପ୍ରାରମ୍ଭିକ ପାଠ। ପ୍ରଥମ ଅଧ୍ୟାୟ ସାଇଲେନ୍ସ, ନିରବତା। ଦ୍ୱିତୀୟଟା ହଉଛି ଡିସିପ୍ଲିନ, ଶୃଙ୍ଖଳା। ନିରବତା ଏବଂ ଶୃଙ୍ଖଳା ହେଉଛି ଶିବିରର 2ଟି ପ୍ରାଥମିକ ପାଠ ବା ଅଧ୍ୟାୟ। ନୀରବ ରହିବା ଯଥାସାଧ୍ୟ। ମା ଶ୍ରୀ ଅରବିନ୍ଦ ନିରବତା ଅର୍ଥ ପାଟି ବନ୍ଦ କରିବା କହନ୍ତି ନାହିଁ। ନିରବତା ଅର୍ଥ ପାଟି ବନ୍ଦ କରିବା ନୁହେଁ, ଛୁଞ୍ଚି ସୂତା ଦେଇକିରି ଏଟା ପାଟିଟା ଟିପି ଦେବା, ସେଟା ନୁହେଁ। ଯେତେବେଳେ ଦରକାର ସେତେବେଳେ କଥା ହେବା, ଯେତିକି ଦରକାର ସେତିକି କଥା ହେବା। ବର୍ତ୍ତମାନ କ୍ଲାସ ଚାଲିଛି, ବକ୍ତା ମାନେ ଆଲୋଚନା କରୁଛନ୍ତି, ଆମେ ନିଜେ କଥା ହେବା ନାହିଁ, ନୀରବ ରହିବା। ଯେତେବେଳେ ଶିକ୍ଷକ ଭାଇ ଅପା ମାନେ ପଢୁଥିବେ, କିଛି ବୁଝିପାରିବା ନାହିଁ, ଆମ ଭିତରେ ଜିଜ୍ଞାସା ହେବ, ଆମେ ସେତେବେଳେ ପାଟି ବନ୍ଦ କରିବା ନାହିଁ, ଆମେ ଶିକ୍ଷକ ମାନଙ୍କୁ ପ୍ରଶ୍ନ କରିବା। ଯେତେବେଳେ ଦରକାର ସେତେବେଳେ କଥା ହେବା, ଯେତିକି ଦରକାର, ଯେତିକି ଭଲ୍ୟୁମରେ ପାଟି କରିବା କଥା ସେତିକି ଭଲ୍ୟୁମ। ତ ଏଇଟା ନିରବତା। ଦ୍ୱିତୀୟଟା ହେଉଛି ଶୃଙ୍ଖଳା, ଡିସିପ୍ଲିନ। ମା କହିଲେ ଲାଇଫ ୱିଦାଉଟ୍ ଡିସିପ୍ଲିନ ଇଜ ଲାଇଫଲେସ୍। ଜୀବନରେ ଯଦି ଶୃଙ୍ଖଳା ନାହିଁ ତାହେଲେ ସେଟା ଜୀବନ ନୁହେଁ, ତାକୁ ଜୀବନ ବୋଲି କୁହାଯିବ ନାହିଁ, ମୃତ୍ୟୁ ସହିତ ସମାନ। ଶୃଙ୍ଖଳାର ଅର୍ଥ ହେଲା ଶୃଙ୍ଖଳିତ ଆଚରଣ ହେବ। କେମିତି ବସିବା, କିପରି ବସିବା ଶ୍ରେଣୀ ଗୃହରେ ବା ଏଇଠି, କଣ କରିବା, କେତେବେଳେ କଣ କରିବା, ଖାଇବା ସମୟରେ ଖାଇବା, ଖେଳିବା ସମୟରେ ଖେଳିବା, ପାଠ ପଢିବା ସମୟରେ ପାଠ ପଢିବା, ଯୋଉ ସମୟରେ ଯାହା କାମ ଦରକାର, ଯୋଉଟା କରିବା ଦରକାର ସେଇଟା କରିବା, ସେଇଟା ହଉଛି ଡିସିପ୍ଲିନ ବା ଶୃଙ୍ଖଳା। ଭାଇ ଭଉଣୀ ମାନେ, ସମୟ କମ ଅଛି, ଏଇଠି 3ଟି ଶବ୍ଦ ଅଛି ଶ୍ରୀ ଅରବିନ୍ଦ। ଶ୍ରୀ ଅରବିନ୍ଦଙ୍କର କଥା ଭାଇ ଅଜୟ ଭାଇ ସୁନ୍ଦର ଭାବରେ କହୁଥିଲେ। ଭାରତୀୟ ଛାତ୍ର, ମୁଁ ଭାରତ ସମ୍ପର୍କରେ 5 ମିନିଟ ପାଇଁ, ତାପରେ ଭାରତୀୟ ଛାତ୍ର ମାନଙ୍କର ଗୁଣ ଧର୍ମ କିଭଳି ହେବା ଉଚିତ ସେ ସମ୍ପର୍କରେ କିଛି କହିବି। ପିଲାମାନେ, ଆମେ ମାନେ ଭାଗ୍ୟବାନ, ଆମେ ଏଭଳି ଗୋଟେ ଦେଶରେ ଜନ୍ମ ହେଇଛୁ, ସେ ଦେଶର ନାଁ ହେଉଛି ଭାରତବର୍ଷ। ତୁମେ ଜାଣିଥିବ, ଏକଦା ବିବେକାନନ୍ଦ ବି କହୁଥିଲେ ଏବଂ ଅନ୍ୟାନ୍ୟ ସନ୍ଥ ମହର୍ଷି ମାନେ ବି କହୁଥିଲେ, ଭାତି ସର୍ବେଷୁ ତୀର୍ଥେଷୁ ରତି ସର୍ବେଷୁ ଜନ୍ତୁଷୁ ତରଣମ୍ ସର୍ବବେଦାନାମ୍ ତସ୍ମାତ୍ ଭାରତମ୍ ଉଚ୍ୟତେ। ତୁମ ପାଇଁ କଡ଼ା ହେବ, ମୁଁ ସହଜରେ ଟିକେ କହୁଛି। ଭାରତବର୍ଷ ଗୋଟେ ଛୋଟିଆ ଦେଶ ନୁହେଁ, ସାଧାରଣ ଦେଶ ନୁହେଁ। ଆମେ ମାନେ ଭାଗ୍ୟବାନ, ଏଇ ମାଟିରେ ଜନ୍ମ ହେଇଛି। ଭାତି ସର୍ବେଷୁ ତୀର୍ଥେଷୁ, ଭାତି ଅର୍ଥ ହଉଛି ଶୋଭା ପାଇବା, ସଂସ୍କୃତ ଗୋଟେ ଶବ୍ଦ। ଏ ସୃଷ୍ଟିର ସକଳ ତୀର୍ଥ କ୍ଷେତ୍ରର ଶୋଭା ବର୍ଦ୍ଧନ କରୁଥିବା ଗୋଟେ ଦେଶ। ଗୋଟେ ଅର୍ଥରେ କହିଲେ, ସୃଷ୍ଟିରେ ଯେତେ ତୀର୍ଥ କ୍ଷେତ୍ର ଅଛି
ଯେତେ ପବିତ୍ର କ୍ଷେତ୍ର ଅଛି ସବୁଠାରୁ ଶ୍ରେଷ୍ଠତମ ପବିତ୍ରତମ କ୍ଷେତ୍ର ହେଉଛି ଭାରତବର୍ଷ। ରତି ସର୍ବେଷୁ ଜନ୍ତୁଷୁ, ଏ ସୃଷ୍ଟିରେ ଯାହା ପ୍ରାଣୀ ଅଛନ୍ତି, ଯାହା ଜୀବ ଅଛନ୍ତି, ଯାହା ଭୂତ ସକଳ ଅଛନ୍ତି, ଦେବତା ଅଛନ୍ତି, ଗନ୍ଧର୍ବ ଅଛନ୍ତି, କିନ୍ନର ଅଛନ୍ତି, ରାକ୍ଷସ ଅଛନ୍ତି, ଅସୁର ଅଛନ୍ତି, ଦାନବ ଅଛନ୍ତି, ପିଶାଚ ଅଛନ୍ତି, ମଣିଷ ମାନେ ଅଛନ୍ତି, କାନନ କେଦାର ଅଛି, ପକ୍ଷୀ ମାନେ ଅଛନ୍ତି, ପଶୁମାନେ ଅଛନ୍ତି। ତ ରତି ସର୍ବେଷୁ ଜନ୍ତୁଷୁ, ସୃଷ୍ଟିର ସମସ୍ତ ଉପାଦାନ ଗୁଡ଼ିକୁ ଯେ ସନ୍ତୋଷ ବିଧାନ କରେ, ଯେ ଆନନ୍ଦ ବିଧାନ କରେ, ସେ ଦେଶ ହେଉଛି ଡେକ୍ସ। ସେ ଦେଶଟି କୋଉଟା? ଭାରତବର୍ଷ। ଭାର ପରେ କୋଉଟା ଆସିଲା ପିଲାମାନେ? ତରଣମ୍ ସର୍ବବେଦାନ। ବେଦ ଅର୍ଥ ହଉଛି ଜ୍ଞାନର ଉତ୍ସ, ଜ୍ଞାନର କ୍ଷେତ୍ର, ଜ୍ଞାନର ଜାଗା। ତ ଏ ସୃଷ୍ଟିରେ ଯେତେ ଜ୍ଞାନ ଅଛି ସେ ଗୀତାରେ ଥାଇପାରେ, ଉପନିଷଦରେ ଥାଇପାରେ, ଜନ୍ଦାଭେସ୍ତାରେ ଥାଇପାରେ, କୋରାନରେ ଥାଇପାରେ, ଯାହା ଭିତରେ ବି ଥାଇପାରେ। ତ ଏଇ ସୃଷ୍ଟିରେ ଯେତେ ଜ୍ଞାନ ଅଛି ସବୁ ଜ୍ଞାନକୁ ଯେ ଶୁଦ୍ଧତା ପ୍ରଦାନ କରି, ସବୁ ଜ୍ଞାନକୁ ଯେ ଉତ୍ତରଣ କରିପାରେ, ଉପରକୁ ନେଇପାରେ ତାର ଚରମ ସ୍ତରକୁ, ଯେ ମୁକ୍ତି ପ୍ରଦାନ କରିପାରେ, ସେଇ ଦେଶ ହେଉଛି ଡେକ୍ସ, ଭାରତବର୍ଷ। ପୁଣି ଶୁଣୁନାହ, ଫେର 2 ଜଣ ଉଠିକିରି ପଳାଲେ। ମୁଁ କହିଥିଲି ବର୍ତ୍ତମାନ ଯେତେ ଅଳ୍ପ ସମୟ କହିବି କେହି ଉଠିକିରି ଯିବା ନାହିଁ। ଶ୍ରେଣୀ ଗୃହରେ ଶିକ୍ଷକ ପଢଉଥିବେ, 40 ମିନିଟ ବି ତୁମେ ଲାଷ୍ଟିଂ କରିପାରିବ ନାହିଁ। ଏଇଟା ଯଥାର୍ଥ ଛାତ୍ର କି? ବୁଝିବା ଟିକେ। ତ ପିଲାମାନେ ତୁମର ଜାଣିବା ପାଇଁ 2-4 ମିନିଟ ଲାଗିପାରେ। ମୁଁ ଭାରତବର୍ଷ କିଭଳି ମହାନ ଗୋଟେ କାହାଣୀ କହିବି। ଭାରତର ସୃଷ୍ଟି ପିଲାମାନେ ସ୍ୱର୍ଗ ଏବଂ ମର୍ତ୍ତ୍ୟର ମିଳନରୁ, ସ୍ୱର୍ଗ ଏବଂ ମର୍ତ୍ତ୍ୟର ମିଳନରୁ ଭାରତବର୍ଷର ସୃଷ୍ଟି କେମିତି ହେଲା, ସଂକ୍ଷେପରେ ସେ କାହାଣୀଟି ମୁଁ ଟିକେ କହିବି। ପିଲାମାନେ ତୁମେ ବିଶ୍ୱାମିତ୍ର ଋଷିଙ୍କ ନାଁ ଜାଣିଛ? ହଁ ନା ନାଇଁ କହ? ଋଷି ବିଶ୍ୱାମିତ୍ରଙ୍କ ନାଁ ଶୁଣିଛ? ବଶିଷ୍ଠ ବିଶ୍ୱାମିତ୍ର ବୋଲି ଗୋଟେ କବିତା ଅଛି, 8ମ ଶ୍ରେଣୀରେ ପଢିଛ ବଶିଷ୍ଠ ଏବଂ ବିଶ୍ୱାମିତ୍ର କଥା। ମୁଁ ସେଇ ବିଶ୍ୱାମିତ୍ର ଋଷିଙ୍କର କଥା କହୁଛି। ତ ବିଶ୍ୱାମିତ୍ର ଋଷି ବହୁତ ବଡ ତପସ୍ୱୀ ଥିଲେ। ବ୍ରାହ୍ମଣ କୂଳରେ ଜନ୍ମ ନହେଲେ ଜଣେ ବ୍ରହ୍ମର୍ଷି ହେଇପାରିବ ନାହିଁ, କିନ୍ତୁ କ୍ଷତ୍ରିୟ କୂଳରେ ଜନ୍ମ ହୋଇ ମଧ୍ୟ ସେ ବ୍ରହ୍ମର୍ଷି ହେଇଥିଲେ। ଏତେ ବଡ ତପସ୍ୱୀ ଥିଲେ, ଏତେ ବଡ ତାଙ୍କର ଅଧ୍ୟବସାୟ ଥିଲା। ଏବଂ ପରବର୍ତ୍ତୀ ସମୟରେ ସେ କାମ ଏବଂ କ୍ରୋଧ ଉପରେ ଜୟଲାଭ କରିପାରିଲେ ନାହିଁ, କିନ୍ତୁ ତଥାପି ପ୍ରୟାସ କଲେ ଏବଂ ତା ଉପରେ ଜୟଲାଭ ମୁଁ କରିସାରିଲି ବୋଲି ତାଙ୍କର ଭିତରେ ଗୋଟେ ହୃଦବୋଧ ହେଲା। ଏବଂ ଶେଷରେ ସେ ତପସ୍ୟା କରିଛନ୍ତି ବ୍ରହ୍ମର୍ଷି ହେବା ପାଇଁ। ଏବଂ ତାଙ୍କର ତପ ଭଗ୍ନ କରିବା ପାଇଁ ଇନ୍ଦ୍ରଦେବ ସ୍ୱର୍ଗରୁ ମେନକାଙ୍କୁ ପଠେଇଲେ। ଶୁଣ ଟିକେ। ତ ମେନକା ସ୍ୱର୍ଗର ଜଣେ ଅପ୍ସରୀ, ସେ ବର୍ତ୍ତମାନ ଆସୁଛନ୍ତି ବିଶ୍ୱାମିତ୍ରଙ୍କର ତପସ୍ୟା ଭଗ୍ନ କରିବା ପାଇଁ ବା ଭଙ୍ଗ କରିବା ପାଇଁ। ପରବର୍ତ୍ତୀ ସମୟରେ ମେନକାଙ୍କ ନୃତ୍ୟରେ ବିଶ୍ୱାମିତ୍ରଙ୍କର ତପ ଭାଙ୍ଗିଗଲା। ତାଙ୍କ ଲୋମକୂପରେ ଲୁଚି ରହିଥିଲା କାମ ବାସନା, ସେ ଜାଗ୍ରତ ହେଲା ଏବଂ ମେନକାଙ୍କ ସୌନ୍ଦର୍ଯ୍ୟରେ ସେ ଆକୃଷ୍ଟ ହେଲେ। ମେନକାଙ୍କ ସହିତ ତାଙ୍କର ବିବାହ ହେଲା। ମର୍ତ୍ତ୍ୟର ଜଣେ ଋଷି ବିଶ୍ୱାମିତ୍ର ସ୍ୱର୍ଗର ଜଣେ ଅପ୍ସରୀଙ୍କ ସହିତ ବିବାହ କଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କର ଗୋଟେ କନ୍ୟା ସନ୍ତାନଟି ହେଲା, ତାର ନାଁ ଶକୁନ୍ତଳା। ତ ଯୋଉ ସମୟରେ ସେ କନ୍ୟା ସନ୍ତାନଟି ଜନ୍ମ ହଉଛି ଅରଣ୍ୟର ଗୋଟେ ନଈ କୂଳରେ ଏବଂ ସେଇଠି ସନ୍ତାନଟି ଜଷ୍ଟ ଜନ୍ମ ହେଇଛି ଏବଂ ସେତେବେଳେ ଇନ୍ଦ୍ରଦେବଙ୍କ ଡାକରା ଆସିଲା, ତୁମେ ଏହି ମୁହୂର୍ତ୍ତରେ ସ୍ୱର୍ଗକୁ ଫେରି ଆସ, ତୁମେ ଯୋଉଠି ଅଛ ଏଇ ମୁହୂର୍ତ୍ତରେ ସ୍ୱର୍ଗକୁ ଫେରି ଆସ। ତ ବର୍ତ୍ତମାନ ମେନକା ଦ୍ୱନ୍ଦ୍ୱରେ ଅଛନ୍ତି। ତାଙ୍କର ସନ୍ତାନଟି ଜନ୍ମ ହେଇଛି, ମାଟିଏ ସେ। ତ ମା ହେଇକିରି ଯେତେବେଳେ ଜନ୍ମ ଦେଇଛନ୍ତି ଗୋଟେ ଶିଶୁ କନ୍ୟା, ତାକୁ ଛାଡିକିରି କେମିତି ଯିବେ? କିନ୍ତୁ ଚରମ ଆଦେଶ ଇନ୍ଦ୍ରଙ୍କର, ଯଦି ଆସିବ ନାହିଁ ତୁମକୁ ସ୍ୱର୍ଗଚ୍ୟୁତ କରାଯିବ। ତ ଶେଷରେ ସେ ବାଧ୍ୟ ହେଇକିରି ଯାଉଛନ୍ତି ସ୍ୱର୍ଗକୁ। ପୁତ୍ର ସେ କନ୍ୟା ସନ୍ତାନଟି ସେଇଠି କୁଆଁ କୁଆଁ ରାବ କରିକିରି କାନ୍ଦୁଛି ଗୋଟେ ବୁଦା ମୂଳରେ ଏବଂ ସେଇ ସମୟରେ ପହଞ୍ଚୁଛନ୍ତି ବିଶ୍ୱାମିତ୍ର। ବିଶ୍ୱାମିତ୍ର ଯେତେବେଳେ ଦେଖୁଛନ୍ତି ସେ ସ୍ୱର୍ଗକୁ ମେନକା ଚାଲି ଯାଉଛନ୍ତି,
ତାଙ୍କର ଗୋଟେ ବାର୍ତ୍ତାଳାପ ହଉଛି, ତୁମେ ମୋ ପ୍ରତି ବିଶ୍ୱାସଘାତକତା କଲ, ମୋର ତପସ୍ୟା ଭଗ୍ନ କଲ ଏବଂ ଆମେ ସ୍ୱାମୀ ସ୍ତ୍ରୀ ହେଲେ, କିନ୍ତୁ ବର୍ତ୍ତମାନ ଏଇ ଅବସ୍ଥାରେ ତୁମେ କନ୍ୟା ସନ୍ତାନକୁ ଛାଡିକିରି ପଳେଇ ଯାଉଛ, ମୁଁ ମଧ୍ୟ ପଳେଇ ଯିବି ଏବଂ ସେ ମଧ୍ୟ ଛାଡିକିରି ଚାଲି ଯାଇଛନ୍ତି। ଏଇଟା ଗୋଟେ କାହାଣୀ, ମୁଁ ଭିତରକୁ ଡିଟେଲ ଯାଉନାହିଁ, ପଢିବ ତୁମେ କେବେ। ଭାରତବର୍ଷର ସୃଷ୍ଟି କେମିତି ହେଲା ଏବଂ ପିତା ମଧ୍ୟ ଚାଲି ଯାଉଛନ୍ତି, ମା ମଧ୍ୟ ଚାଲି ଯାଉଛନ୍ତି ଏବଂ ସେ ସନ୍ତାନଟି ସେଇଠି ବୁଦାମୂଳରେ ପଡିକିରି କାନ୍ଦୁଛି। ସେଇଠି ଗୋଟେ ପକ୍ଷୀଟିଏ ଥିଲା, ମାର ଭୂମିକା ନେଲା। ସେ ପକ୍ଷୀ ହେଉଛି ଶକୁନ ପକ୍ଷୀ, ବାଜ ପକ୍ଷୀଟିଏ। ସେ ତାର ଥଣ୍ଟରେ କ୍ଷୀର ଆଣିଲା, ଗଛର ରସ, ପତ୍ରର ରସ ଏବଂ ପୁଷ୍ପର ରସ ଆଣିଲା ଏବଂ ତା ପିଲାକୁ ସେ ବା ଛୁଆକୁ ସେ ଥଣ୍ଟରେ ସେ ପାଟିରେ ପକେଇଲା, କ୍ଷୀର ପ୍ରଦାନ କଲା, ମାର ଭୂମିକା ନେଲା। ଖରା ଯେତେବେଳେ ହେଲା ତା ଡେଣାରେ ତାର ସେ ଝିଅ ଉପରେ ସେ କଣ କଲା, ତାର ଡେଣାଟା ଉପରେ ରଖିଦେଲା, ଯଦ୍ୱାରା ସେ ଛୁଆ ଉପରେ ଖରା ପଡିବ ନାହିଁ। ଠିକ ଏତିକି ବେଳେ ନିକଟରେ କଣମ ଋଷିଙ୍କର ଆଶ୍ରମ ଅଛି। କଣମ ଋଷି ସେତେବେଳେ ଆସୁଛନ୍ତି ତାଙ୍କର ତର୍ପଣ କରିବା ପାଇଁ, ସ୍ନାନ ତର୍ପଣ କରିବା ପାଇଁ। ସେ ଦେଖିଲେ, ତାପରେ ମୁଁ ଘଟଣା ଡିଟେଲ କହୁନାହିଁ, ତାର ଆଶ୍ରମକୁ ନେଇଗଲେ। ପରବର୍ତ୍ତୀ ସମୟରେ ତାଙ୍କର ଝିଅ ହେଲା କିଏ, ଶକୁନ୍ତଳା। ଶକୁନ୍ତଳା ନାଁ କାହିଁକି ଦିଆ ହେଲା, ଗୋଟେ ଶକୁନ ପକ୍ଷୀ ଯେହେତୁ ତାର ମା ହେଇକିରି ରହିଥିଲା, ସେବା କରିଥିଲା, ସେ ଅନୁସାରେ ତାର ନାଁ ଦିଆ ହେଲା ଶକୁନ୍ତଳା। ପରବର୍ତ୍ତୀ ସମୟରେ ଦୁଷ୍ମନ୍ତ ଶକୁନ୍ତଳାଙ୍କର ବିବାହ ହେଲା। ସେ କାହାଣୀ ତୁମେ ପଢିଥିବ, ମୁଁ କହିବି ନାହିଁ, ସମୟ ନାହିଁ। ଦୁଷ୍ମନ୍ତ ଶକୁନ୍ତଳାଙ୍କର ବିବାହ ହେଲା ଏବଂ ବିବାହ ବିଚ୍ଛେଦ ବି ହେଲା, ସେ ପଳେଇଗଲେ ଏବଂ ଘଟଣା ଯାହା ହେଲା ସେ ଋଷିଙ୍କର ଶାପ ଥିଲା, ମୁଁ ସେ ଭିତରକୁ ଯାଉନାହିଁ। ଏବଂ ତାଙ୍କର ଯେ ଗୋଟେ ସନ୍ତାନଟି ଜନ୍ମ ହେଲା ପିଲାମାନେ, ସେଇଟା ହଉଛି ଭରତ। ସେ ଅରଣ୍ୟରେ ଖେଳୁଥିଲା। ପିଲାମାନେ ଯେତେବେଳେ ଖେଳନ୍ତି ତାଙ୍କର ଖେଳଣା କଣ, ତୁମେ ମାନେ ଯେତେବେଳେ ଛୋଟ ଥିଲ, ଟଏଜ କି ଖେଳଣାରେ ତୁମେ ଖେଳ, କିଏ ବେଲୁନ ଖେଳିବ, କିଏ ମାନେ ବନ୍ଧୁକ ଖେଳିବ, କି ଆଉ କଣ କଣ ମୋଟର ଗାଡି ଖେଳିବ, ଆଉ କଣ ବିଭିନ୍ନ ପ୍ରକାର ଏଟା ଗୁଡାକ ଥାଏ। କିନ୍ତୁ ଭରତ ଯେ ସେଇଠି ଜଙ୍ଗଲରେ ଖେଳୁଛି, ସେ ବାଘ ଏବଂ ସିଂହ ମାନଙ୍କ ସହିତ ଖେଳୁଥିଲା। ବାଘ ଛୁଆ ଏବଂ ସିଂହ ଛୁଆ ମାନେ ଥିଲେ ତାର ଖେଳଣା ଟୟ। କାରଣ ଭାରତବର୍ଷର ଛାତ୍ର ମାନଙ୍କ ଭିତରେ ଭାଇ କହୁଥିଲେ, କ୍ଷାତ୍ର ତେଜ ଥିବ, ବ୍ରହ୍ମ ତେଜ ଥିବ, ଭୀମର ବାହୁବଳ ବି ଥିବ, ସନ୍ନ୍ୟାସୀର ସ୍ନାୟୁ ବି ଥିବ। একদা ମୁଁ অনেক ଥର କହିଛି, ভীমের বাহুবল সন্ন্যাসীর স্নায়ু বিনা পূর্ণযোগ হবে না। ଜଣେ ଯେ ମାଙ୍କର ଅନନ୍ୟ ସାଧକ, ସେ ତାଙ୍କର ଗୋଟେ ଆଲୋଚନାର ପ୍ରସଙ୍ଗରେ କହୁଥାନ୍ତି, ତ ଯେଉଁମାନେ ମା ଶ୍ରୀ ଅରବିନ୍ଦଙ୍କ ଅନୁଗାମୀ ହେବେ, ଯେଉଁମାନେ ପୂର୍ଣ୍ଣାଙ୍ଗ ଶିକ୍ଷା ନିକେତନର ଛାତ୍ରଛାତ୍ରୀ ହେବେ, ଶିକ୍ଷକ ଶିକ୍ଷୟିତ୍ରୀ ହେବେ, ବା ଯେଉଁମାନେ ମାଙ୍କର ଯଥାର୍ଥ ସନ୍ତାନ ହେବେ, ଯେଉଁମାନେ ଯଥାର୍ଥ ଭାରତୀୟ ହେବେ, ତ ସେମାନଙ୍କ ଭିତରେ କ୍ଷାତ୍ର ତେଜ ବି ଥିବ, ବ୍ରହ୍ମ ତେଜ ବି ଥିବ। ଦୁଇଟା ନହେଲେ ହେବ ନାହିଁ। ଫେର ଏପଟ ସେପଟ ହେଲ। ମୁଁ ଏଟା କହିବାର ଅର୍ଥ ଥିଲା, ଭାଇ ଭଉଣୀ ମାନେ, ଯେ ଭାରତ ବର୍ଷର ସୃଷ୍ଟି ସ୍ୱର୍ଗ ଏବଂ ମର୍ତ୍ତ୍ୟର ମିଳନରୁ। ସ୍ୱର୍ଗର ଅପ୍ସରୀ ହେଲେ କିଏ, ମେନକା। ମର୍ତ୍ତ୍ୟର ଯେ ଶ୍ରେଷ୍ଠ ଋଷି ଥିଲେ କିଏ, ବିଶ୍ୱାମିତ୍ର। ତାଙ୍କର ଯେ ଝିଅ ଥିଲା ପ୍ରଥମ ଜନନୀ, ଯେ ଭାରତ ମାତା ବୋଲିକିରି ଆମେ କହୁଛେ, ସ୍ୱର୍ଗ ଏବଂ ମର୍ତ୍ତ୍ୟର ଅଂଶରୁ ଆସିଥିବା ମା, ତାର ପୁତ୍ରର ନାଁରେ ନାମକରଣ କରାଯାଇଛି ଭାରତବର୍ଷ। ଏକଦା ଏହାର ନାଁ ଥିଲା ଜମ୍ବୁ ଦ୍ୱୀପ, କେବେ ଆର୍ଯ୍ୟାବର୍ତ ଥିଲା। ସେ ଭରତଙ୍କ ନାଁରୁ ଏଇଟା ହେଲା ଭାରତବର୍ଷ। ହଁ ତ। ଏବଂ ଭାଟା ହେଉଛି ଜ୍ଞାନର ଭୂମି। ଆମେ ସମସ୍ତେ କହୁ ଭାରତ ଭାରତ, ଭା ଅର୍ଥ ହେଉଛି ଜ୍ଞାନ। ଯେଉଁ ଦେଶର ଛାତ୍ର ମାନେ, ଯେଉଁ ଦେଶର ସମସ୍ତେ ଜ୍ଞାନ ପିପାସୁ, ଜ୍ଞାନ ପାଇଁ ଯେଉଁମାନଙ୍କର ଶ୍ରଦ୍ଧା ଥାଏ, ଜ୍ଞାନରେ ଯେଉଁମାନେ ପ୍ରତି ମୁହୂର୍ତ୍ତରେ ରତ ଥାନ୍ତି ବା ଜ୍ଞାନ ଆହରଣ କରିବା ପାଇଁ ଚେଷ୍ଟା କରନ୍ତି, ସେଇ ଦେଶ ହେଉଛି ଭାରତବର୍ଷ। ପିଲାମାନେ, ଅଜୟ ଭାଇ କହୁଥିଲେ, ଯେତେବେଳେ ପଣ୍ଡିଚେରୀରେ ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ବିଶ୍ୱବିଦ୍ୟା କେନ୍ଦ୍ର ଆରମ୍ଭ ହେଲା, ଇଣ୍ଟରନ୍ୟାସନାଲ ସେଣ୍ଟର ଅଫ ଏଜୁକେସନ, ମା ଜଗତ ଜନନୀ ଆଦ୍ୟ ଅଦ୍ୱିତୀୟ ପରାଶକ୍ତି ଭଗବାନ ହେଇକିରି ଆସିଛନ୍ତି। ସେ ସେଇଠି ପାଠ ବି ପଢଉଛନ୍ତି। ଭଗବାନ କେବେ ଆସିକିରି ଶିକ୍ଷା କେନ୍ଦ୍ର କରିବେ, ସ୍କୁଲ ଖୋଲିବେ, କିଏ ଜାଣିଛି ଏଇଟା କଥା? ରାମଚନ୍ଦ୍ର ଏକଦା ଆସିଥିଲେ, ବଶିଷ୍ଠଙ୍କର ଆଶ୍ରମରେ ପାଠ ପଢିଥିଲେ। ଶ୍ରୀକୃଷ୍ଣ ଆସିଥିଲେ, ସନ୍ଦୀପନୀ ଋଷିଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ। ଶ୍ରୀ ଅରବିନ୍ଦ ଆସିଲେ, କୋଉଠି ଶିକ୍ଷା ଲାଭ କଲେ ଭାଇ କହୁଥିଲେ, ମୁଁ ସେ ପ୍ରସଙ୍ଗକୁ ଟିକେ ଯାଉନାହିଁ ବର୍ତ୍ତମାନ, ଛାତ୍ର ମାନଙ୍କର କଥା ଦୁଇ ପଦ କହିବି।
এবং মা এটি ଆଦ୍ୟ ଅଦ୍ୱିତୀୟା ପରାଶକ୍ତି ମହାମହେଶ୍ୱରୀ ମହାକାଳୀ ମହାଲକ୍ଷ୍ମୀ ମହାସରସ୍ୱତୀ ସମସ୍ତ ଦେବଦେବୀ ମାନଙ୍କର ଜନନୀ କାଲି ଆଲୋଚନା କରିବା ମାଙ୍କର ସମ୍ପର୍କରେ ଅଛି କିଏ ଏଇ ମା। ତ ସେଇ ମା ଏଠି ଆସିକିରି ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶିକ୍ଷା ଦଉଛନ୍ତି ଏବଂ ସେଇଠି କହୁଛନ୍ତି ଦିସ୍ ସ୍କୁଲ ୱାଜ ନଟ୍ ଇଣ୍ଟେଣ୍ଡେଡ ଟୁ ବି ଏ ସ୍କୁଲ ଲାଇକ୍ ଅଦର ସ୍କୁଲ। ପିଲାମାନେ ଟିକେ ଶୁଣ, ଏ ଶିକ୍ଷା କେନ୍ଦ୍ରଟି ଅନ୍ୟ ଶିକ୍ଷା କେନ୍ଦ୍ର ଭଳି ଗୋଟେ ଶିକ୍ଷା କେନ୍ଦ୍ର ଭାବରେ ତିଆରି ହେଇନଥିଲା। Academic studies were not the only things emphasized here. এই ଶିକ୍ଷା କେନ୍ଦ୍ରରେ କେବଳ ସାହିତ୍ୟ ଗଣିତ ଇତିହାସ ଭୂଗୋଳ ଇଂରାଜୀ ଏଇ ପାଠ ପଢାଯିବ ନାହିଁ। ପରୀକ୍ଷାରେ ମାର୍କ ଆଣିବା ପାଇଁ ପିଲାମାନେ କେବଳ ପାଠ ପଢିବେ ନାହିଁ। ଡାକ୍ତର ଇଞ୍ଜିନିୟର ହେବା ପାଇଁ ଓଏସ୍ଆଇଏସ୍ ଅଫିସର ହେବା ପାଇଁ ରାଜସ୍ଥାନର କୋଟାକୁ ଯାଇକିରି ନିଟ୍ ପ୍ରିପେୟାର କରିବେ, ବିଫଳ ହେବେ ଏବଂ ପଙ୍ଖାରେ ଲାଶ ଝୁଲୁଥିବ। ଏଇଭଳି ଭାବରେ ସୁନ୍ଦର ଜୀବନ ଗୁଡିକ ଭଗବାନଙ୍କର ସୃଷ୍ଟିର ସୁନ୍ଦର ସୁନ୍ଦର ଫୁଲ କଢି ମାନେ ଫୁଟିବା ପୂର୍ବରୁ ଝଡିଯିବା ପାଇଁ ଅନ୍ତତଃ ଏଇ ପିଲାମାନେ ତିଆରି ହେଇନାହାନ୍ତି। ଏବଂ ଏଇ ସ୍କୁଲଟା ସେଥିପାଇଁ ତିଆରି କରାହେଇନଥିଲା। ମା ସେଦିନ ସେଇ କଥା କହୁଛନ୍ତି, ବୁଝିବା ଦରକାର ଅଛି। ସେଇ ସ୍କୁଲରେ ଆମର ଛାତ୍ର ମାନେ କଣ ସେ କଥା ବି ମା କହିଛନ୍ତି, ସେ ଲାଇନଟା ବି ମୁଁ କହିବି। ଏକାଡେମିକ ଷ୍ଟଡିଜ ଅର୍ଥ ହେଉଛି ପାଠ ପଢା, ସାହିତ୍ୟ ଗଣିତ ଇତିହାସ ଭୂଗୋଳ ମାର୍କ ଆଣିବାଟା, ଯୋଉଟା ଆମେ ମାନେ ସମସ୍ତେ କରୁଛୁ। এইটা কেবল গোটে জিনিস নুহে, এটি গুরুত্ব দিয়াଯିବ, এটাକୁ ବି গুরুত্ব দিয়াଯିବ, বট নট দ ওনলি থিং এমফাসাইজড হিয়র ବୋଲି କହୁଛନ୍ତି। ତାହେଲେ ସ୍କୁଲଟି କାହିଁକି ତିଆରି ହେଇଥିଲା? ଇଟ୍ ୱାଜ ଏସେନ୍ସିଆଲି ଏଷ୍ଟାବ୍ଲିଶ୍ଡ ଟୁ ବିକମ୍ ଏ ପ୍ଲେସ୍ ଫର ଦ ଇଭଲ୍ୟୁସନ ଅଫ କନସିୟସନେସ୍, ବଡି ମାଇଣ୍ଡ ଆଣ୍ଡ ଦ ସୋଲ। ଓଡ଼ିଆରେ ସହଜରେ କହିଦେଲେ এই ସ୍କୁଲଟି ଅନ୍ତତଃ ଚେତନାର ଗୋଟେ ଇଭଲ୍ୟୁସନ ଅଫ କନସିୟସନେସ୍, ଚେତନାର ଗୋଟେ ବିବର୍ତ୍ତନର କ୍ଷେତ୍ର ଭାବେ ତିଆରି ହେଇଥିଲା। ଶାରୀର ଚେତନା, ମାନସିକ ଚେତନା ଏବଂ ଆତ୍ମା, ତା ଭିତରେ ପ୍ରାଣ ବି ଅଛି, ଆମର ଯୋଉ ପୂର୍ଣ୍ଣାଙ୍ଗ ଶିକ୍ଷା କଥା। ତ ଇଭଲ୍ୟୁସନ ଅଫ କନସିୟସନେସ୍, ସେଥିପାଇଁ এই ସ୍କୁଲଟା ତିଆରି ହେଇଥିଲା। ଏଇଠି ଯୋଉମାନେ ଅଛନ୍ତି ଭାଇ ଭଉଣୀ ମାନେ, ପିଲାମାନେ, ମୁଖ୍ୟତଃ ଷ୍ଟୁଡେଣ୍ଟ ମାନେ, ତୁମମାନଙ୍କ ଭିତରୁ କେତେ ଜଣ ମା ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ପାଠ ପଢୁଛ? ଟିକେ ଦୟାକରି ହାତ ଉଠାଅ। ଠିକ ଅଛି, ଭଲ କଥା। ଯୋଉମାନେ ବି ପାଠ ପଢୁନାହୁଁ ସମସ୍ତଙ୍କ ପାଇଁ ଏ କଥାଟା କୁହାଯାଉଛି। ଆମେ ଜାଣିନାହୁଁ ସବୁ ଶିକ୍ଷା କେନ୍ଦ୍ର ଗୁଡାକ ଏକ୍ଜାକ୍ଟଲି ସେଥିପାଇଁ ତିଆରି ହେଇଛି, କିନ୍ତୁ ଆମ ଭିତରେ ଅଜ୍ଞାନତା ଅଛି। ଆମେ ଯୋଉମାନେ ପାଠ ପଢୁଛୁ ଆମ ଭିତରେ ଅଜ୍ଞାନତା ଅଛି, ଆମେ ଯୋଉମାନେ ପାଠ ପଢଉଛୁ ଆମ ଭିତରେ ବି ଅଜ୍ଞାନତା ଅଛି, ଯୋଉମାନେ ଆମେ ଗାର୍ଡିଆନ ହେଇଛୁ, ଅଭିଭାବକ ଭାଇ ଭଉଣୀ ମାନେ, ଆମ ଭିତରେ ବି ଅଜ୍ଞାନତା ଅଛି। ତାପରେ ଆଉ ଗୋଟେ କଥା, ଛାତ୍ର କିଏ ହେବେ? ପିଲାମାନେ ଶୁଣ, ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ବା ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ବିଶ୍ୱବିଦ୍ୟା କେନ୍ଦ୍ର ପଣ୍ଡିଚେରୀରେ କେଉଁମାନେ ଛାତ୍ର ହେବେ? ଶୁଣୁଛ ତ? ଯଦି ହଁ କହୁଛ କହିବି। କମ ସମୟ, ଆଉ ବେଶୀ ସମୟ ନେଇ, କମ ସମୟ କହିବି। ତାପରେ କିଛି ତୁମ ନାଚ ଗୀତ କଣ କଣ ହବ, ଯଦି ଅଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଆମ୍ଭେ ମାନେ ଏଠାରେ ସେହି ଛାତ୍ର ମାନଙ୍କୁ ଚାହୁଁ, କେହି ଶୁଣୁନାହୁଁ, ମୁଁ ପଚାରିବି, ପ୍ରଶ୍ନ ପଚାରିବି। ଆମ୍ଭେ ମାନେ ଏଠାରେ ସେହି ଛାତ୍ର ମାନଙ୍କୁ ଚାହୁଁ ଯେଉଁମାନେ ଜ୍ଞାନ ଓ ପୂର୍ଣ୍ଣତା ନିମିତ୍ତ ଉତ୍ସୁକ। ଶୁଣ, ଯେଉଁମାନେ ଜ୍ୱଳନ୍ତ ଆଗ୍ରହର ସହ ଅପେକ୍ଷା କରିଛନ୍ତି ଏକ ଉଚ୍ଚତର, ମହତ୍ତର, ଦିବ୍ୟତର ଭବିଷ୍ୟତ ପାଇଁ। ଶୁଣୁଛ? ଶୁଣିଲ? ଅଧେ ଅଧେ କଥା କାର ସ୍ୱର ଅଛି। ମା କଣ କହିଲେ? ଆମେ ମାନେ ଏଠାରେ ସେହି ଛାତ୍ର ମାନଙ୍କୁ ଚାହୁଁ, ଏଠାରେ ମାନେ এই ଶିକ୍ଷା କେନ୍ଦ୍ରରେ ସେହି ଛାତ୍ର ମାନଙ୍କୁ ଚାହୁଁ ଯେଉଁମାନେ ଦୁଇଟା ଜିନିଷ ଚାହାନ୍ତି, ଜ୍ଞାନ ଏବଂ ପୂର୍ଣ୍ଣତା ପାଇଁ ଉତ୍ସୁକ। ଜ୍ଞାନ ଏବଂ ପୂର୍ଣ୍ଣତା, ନଲେଜ ଏଣ୍ଡ ପରଫେକ୍ସନ। ଆମେ ଯାହାକୁ ଜ୍ଞାନ କହୁଛୁ ତାହା ଜ୍ଞାନ ନୁହେଁ। ଜଣେ ଇଣ୍ଟେଲେକ୍ଚୁଆଲ ଷ୍ଟୁଡେଣ୍ଟ, ଇଣ୍ଟେଲେକ୍ଟ ମାନେ ବୁଦ୍ଧି বা ଅନ୍ୟ କିଛି, ଏଇଟା ଜ୍ଞାନ ନୁହେଁ, ରିଫାଇନ ଫର୍ମ ନୁହେଁ। ଯେଉଁମାନେ ସୋ କଲ୍ଡ ଇଣ୍ଟେଲେକ୍ଚୁଆଲ ମାସ, ବୁଦ୍ଧିଜୀବୀ ବା ବୁଦ୍ଧିମାନ ବ୍ୟକ୍ତି, ଏମାନେ କଦାପି ଭଗବାନଙ୍କ ପାଇଁ ଯୋଗ୍ୟ ହେଇପାରିବେ ନାହିଁ। ମାର୍କ ଆଣିକରି ଇଣ୍ଟେଲେକ୍ଚୁଆଲ ହେଇକରି ବହୁତ ବଡ ବଡ ଲୋକ ହେଇକରି ଆମେ କଦାପି ଭଗବାନଙ୍କର ଯୋଗ୍ୟ ହେଇପାରିବା ନାହିଁ। ଯାର ଭିତରେ ଗୋଟେ ଜ୍ଞାନର ପିପାସା ଥିବ, ଜ୍ଞାନ ଆହରଣ କରିବା ପାଇଁ ଯେ ପ୍ରୟାସ କରୁଥିବ, ସବୁ ଜାଗାରୁ ଶିଖୁଥିବ, ଶ୍ରେଣୀ ଗୃହରୁ ଶିଖୁଥିବ, ଖେଳ ପଡିଆରେ ଶିଖୁଥିବ, ବିଜ୍ଞାନାଗାରରେ ଶିଖୁଥିବ, ବଗିଚାରେ ଶିଖୁଥିବ, ସବୁ ଜାଗାରୁ ଶିଖୁଥିବ। କାରଣ ସମଗ୍ର ବିଶ୍ୱ ହେଉଛି ଗୋଟେ ପାଠଶାଳା।
ସୂର୍ଯ୍ୟୋଦୟରୁ ଶିଖିବା ପିଲାମାନେ, ସୂର୍ଯ୍ୟାସ୍ତରୁ ଶିଖିବା, ନୀଳ ଆକାଶରୁ ଶିଖିବା, ନୀଳ ସାଗରରୁ ଶିଖିବା, କୋଇଲିର କୁହୁକୁ ତାନରୁ ଶିଖିବା, ଝରଣାର କୁଳୁକୁଳୁ ନାଦରୁ ଶିଖିବା। ଏଇଠି ବି ଶିଖିବା, ଆମେ କୋଉଠି କିଚେନରେ ବି ଶିଖିବା, ଡ୍ରଇଂ ରୁମରୁ ବି ଶିଖିବା ଏବଂ ଟଏଲେଟରେ ବି ଶିଖିବା। ସବୁ ଜାଗାରେ ଶିଖିବାର ଅଛି। ମୋ କଥାକୁ ଅନ୍ୟ ଅର୍ଥରେ କେହି ଗ୍ରହଣ କରିବ ନାହିଁ, କାରଣ ସମଗ୍ର ପ୍ରକୃତି ସମଗ୍ର ବିଶ୍ୱ ହେଉଛି ଏକ ପାଠଶାଳା। କିନ୍ତୁ ଆମେ ଭାବୁ ଏଇ ଶ୍ରେଣୀ ଗୃହର ଚାରିକାନ୍ଥ ଘେରା ଗୋଟେ ପରିସର, ଚକ୍ ଥିବ, ଡଷ୍ଟର ଥିବ, ଟେକ୍ସଟ ବୁକ୍ ଥିବ, ଟିଚର ଥିବେ, ପାଠ ପଢଉଥିବେ, ଟାସ୍କ ଦଉଥିବେ, ପ୍ରଶ୍ନ ପଚାରୁଥିବେ, କିଛି ଶିକ୍ଷଣ କାର୍ଯ୍ୟ କରୁଥିବେ, ପରୀକ୍ଷା କରୁଥିବେ, ମାର୍କ ଦଉଥିବେ। ମାର୍କ ପାଇକିରି ଆମେ ପୁରାପୁରି ସନ୍ତୁଷ୍ଟ ହେଇଯାଉଥିବା। ମେଟ୍ରିକ ପରୀକ୍ଷାରେ A1 ଗ୍ରେଡ୍ ପାଇଲ, ତାପରେ ବେଷ୍ଟେନ୍ ପାଇବ ଏବଂ ତାପରେ ଓଟିଭି ଇଟିଭି ସେ କ୍ୟାମେରା ଗୁଡାକ এই ପ୍ରକାର ବାଇଟ୍ ନେବା ପାଇଁ ଆସି ଯାଇଥିବେ। ବାପା ମା ମାନେ ବି ଭାରି ସୁନ୍ଦର ଡ୍ରେସିଂ ପେଣ୍ଟିଂ ହେଇକିରି ଥିବେ, ଆମେ ମାନେ ବି ଥିବା। କାରଣ ମୋ ପୁଅ ପାଇଁ ମୁଁ ଆଜି ଗର୍ବିତ। ଟିକେ ବୁଝିବା ଭାଇ ଭଉଣୀ ମାନେ। ତ ମା କହୁଛନ୍ତି ଯେଉଁମାନେ ଜ୍ଞାନ ଏବଂ ପୂର୍ଣ୍ଣତା ଚାହୁଁଛନ୍ତି, ଦୁଇଟା କଥା, ସମୟ ନାହିଁ ମୁଁ ତା ଉପରେ ଡିଟେଲ କହୁନି। ପରଫେକ୍ସନ, ପୂର୍ଣ୍ଣତା କଥା କହୁଛନ୍ତି। ଶ୍ରୀ ଅରବିନ୍ଦଙ୍କ ଯୋଗ ପୂର୍ଣ୍ଣ ଯୋଗ, ଶ୍ରୀ ଅରବିନ୍ଦଙ୍କ ଶିକ୍ଷା ପୂର୍ଣ୍ଣାଙ୍ଗ ଶିକ୍ଷା, ପୂର୍ଣ୍ଣତାର କଥା। ତ ଯେଉଁଠି ପୂର୍ଣ୍ଣତା ନାହିଁ ତ ସେଇଠି ଜ୍ଞାନ ମଧ୍ୟ ପୂର୍ଣ୍ଣ ନୁହେଁ। ତ ଯେଉଁ ପିଲାମାନେ ଜ୍ଞାନ ଏବଂ ପୂର୍ଣ୍ଣତା ଚାହୁଁଛନ୍ତି, ଏବଂ ଲାଷ୍ଟ ଲାଇନଟା ଦେଖ, ଯେଉଁମାନେ ଜ୍ୱଳନ୍ତ ଆଗ୍ରହର ସହ ଅପେକ୍ଷା କରିଛନ୍ତି, କଣ ପାଇଁ? ଏକ ଉଚ୍ଚତର, ମହତ୍ତର, ଦିବ୍ୟତର ଭବିଷ୍ୟତ ପାଇଁ। ଅଜୟ ଭାଇ ଲାଷ୍ଟରେ କହୁଥିଲେ, ଟାଇମ କମ ଥିଲା କହିଲେ ନାହିଁ। We are not here to do what others do। ବାରମ୍ବାର ବାରମ୍ବାର ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶିକ୍ଷକ ଭାଇ ଭଉଣୀ ମାନେ ଏଟା ଘୋଷୁଥାଉ, ପିଲାମାନେ ବି ଘୋଷୁଥାନ୍ତି, କିନ୍ତୁ ଅର୍ଥ କେହି ବୁଝନ୍ତି ନାହିଁ। ଆମେମାନେ ଏଠାରେ ଅନ୍ୟମାନେ ଯାହା କରୁଛନ୍ତି ତାକୁ ରିପିଟ କରିବା ପାଇଁ ନାହିଁ। ଆମେମାନେ ଏଇଠି କାହିଁକି ଅଛୁ? We are here to open the door of future for the children who belong to future। ଯେଉଁ ପିଲାମାନେ ଭବିଷ୍ୟତର, ସେଇ ପିଲାମାନଙ୍କ ପାଇଁ ଭବିଷ୍ୟତର ଦ୍ୱାର ଉନ୍ମୁକ୍ତ କରିବାରେ ସାହାଯ୍ୟ କରିବା ପାଇଁ ଆମେମାନେ ଅଛୁ। ତ ଯେଉଁମାନେ ଗୋଟେ ଉଚ୍ଚତର ଭବିଷ୍ୟତ ପାଇଁ, ନୂଆ ଜୀବନ ପାଇଁ, ନୂଆ ଜଗତ ପାଇଁ, ନୂଆ ଦେଶ ପାଇଁ, ନୂଆ ମଣିଷ ପାଇଁ ଯେଉଁମାନେ ପାଠ ପଢୁଛନ୍ତି, ସେମାନେ ପ୍ରକୃତିରେ ଶ୍ରୀ ଅରବିନ୍ଦଙ୍କ ଦୃଷ୍ଟିରୁ ଯଥାର୍ଥ ଭାରତୀୟ ଛାତ୍ର ହେବେ। ତାପରେ ଭାରତୀୟ ଛାତ୍ର ମାନଙ୍କ ଭିତରେ ପୂର୍ଣ୍ଣତାର ଯୋଉ କଥା ଥିଲା ଭାଇ ଭଉଣୀ ମାନେ, ମୁଁ ଗୋଟେ ଛୋଟିଆ କାହାଣୀ କହୁଛି, ତୁମେ ମାନେ ଶୁଣିଥିବ। ଆମେ ମାନେ ଅନେକ ବ୍ୟକ୍ତି ଥାଉ, କିଏ ଜଣେ ଡକ୍ଟର ହେଇଥାଏ, ଇଞ୍ଜିନିୟର ହେଇଥାଏ, କୋଉଠି ଗୋଲ୍ଡ ମେଡାଲିଷ୍ଟ ବି ସେ ପାଇଥାଏ, ଇଂରାଜୀ ସାହିତ୍ୟରେ ହଉ, ଓଡିଆ ସାହିତ୍ୟରେ ହଉ, ଗଣିତରେ ହଉ ବା ଅନ୍ୟାନ୍ୟ। ଆମେ ଭାବୁ ଆମେ ଗୁଡାଏ ଜାଣିଛୁ। ପଣ୍ଡିତ ମାନେ ଥାଆନ୍ତି, ଗୁଡାଏ ପାଣ୍ଡିତ୍ୟ ଥାଏ, ବହୁତ ସୁନ୍ଦର ପ୍ରବଚନ ଦିଅନ୍ତି ଏବଂ ସେମାନେ ଭାବନ୍ତି ଆମେ ସୃଷ୍ଟିର ସକଳ ଜ୍ଞାନ ଆହରଣ କରିସାରିଛୁ। ଠିକ ସେମିତି ଗୋଟେ ଛୋଟିଆ ଦୃଷ୍ଟାନ୍ତ, ଜଣେ ସାଧୁ ଗୋଟେ ସମୟରେ ଗୋଟେ ନଈ ପାର ହଉଛନ୍ତି। ନଦୀରେ ବଢି ଆସିଛି, ବନ୍ୟା ଆସିଛି, ଏକୁଳ ସେକୁଳ ଖାଇକିରି ପାଣି ଆସିଛି। ଡଙ୍ଗାଟିଏ ଅଛି, ପାର ହେଇକିରି ଯିବେ ଆର ପଟକୁ। ଏବଂ ସେ ବିଚରା ମାନେ ଯୋଉ ସାହସ କରୁନଥିଲା, ତଥାପି ଯେହେତୁ ପଣ୍ଡିତ ଜଣକ ବା ସେ ଯୋଉ ପଣ୍ଡିତ ଜଣକ ଅଗାଧ ପାଣ୍ଡିତ୍ୟ ଅଛି, ବହୁତ ବଡ ଜ୍ଞାନୀ ବ୍ୟକ୍ତି, ତାଙ୍କର ଗୋଟେ କାର୍ଯ୍ୟକ୍ରମ ଅଛି, ପ୍ରବଚନ କାର୍ଯ୍ୟକ୍ରମ, ଆର ପାଖକୁ ଯିବେ। ସେ ତାକୁ ବାଧ୍ୟ କଲେ, ନେହୁରା ହେଲେ, ରିକ୍ୱେଷ୍ଟ କଲେ, ତୁ ଯେମିତି ହେଲେ ଆର ପଟକୁ ମତେ ଟିକେ ନେଇଯା। ତ ସେ ତଥାପି ସେ ବାଧ୍ୟ ହେଇକିରି ଆସିକିରି ମାନେ ନଦୀ ପାର କରୁଛି। ତ ବର୍ତ୍ତମାନ ସେ ନାବିକ ଅଛନ୍ତି ଯେ ନଦୀ ପାର କରୁଛି, ଡଙ୍ଗାବାଲା, ଏବଂ ସେଠି ବସିଛନ୍ତି ସେ ପଣ୍ଡିତଟି, ଦୁଇ ଜଣ ଯାଉଛନ୍ତି। ତ ପାରି ହଉଥିବା ସମୟରେ ସେ ପଣ୍ଡିତ ଜଣକ ବର୍ତ୍ତମାନ ତାର ଜ୍ଞାନଟା ତ ଉଛୁଳି ପଡୁଛି, ବହୁତ ଅଛି, ପୁରା ଆକଣ୍ଠ ଜ୍ଞାନ ପାନ କରିଛି। ବର୍ତ୍ତମାନ ସେ ଯାହାକୁ ହେଲେ ତ ସେଟା ତ ବାନ୍ତି କରିବ, ଅନ୍ୟମାନେ ଜ୍ଞାନ ପାନ କରିବେ। ଏକ୍ଜାକ୍ଟଲି ଆମେ ଟିଚର ମାନେ ସେ ପ୍ରକାର କରୁ। ଶ୍ରେଣୀ ଗୃହରେ ଗୁଡାଏ ଜାଣିଥାଉ, ବାନ୍ତି କରିବୁ, ପିଲାମାନେ ତାକୁ ଗ୍ରହଣ କରିବେ, ପରୀକ୍ଷାରେ ବାନ୍ତି କରିବେ, ମାର୍କ ପାଇବେ, ତାପରେ ସରିଗଲା କଥା। ତ ସେ ପଣ୍ଡିତ ଜଣକ ବର୍ତ୍ତମାନ ପ୍ରଶ୍ନ କରୁଛନ୍ତି, ବାବୁରେ ତୁଇ ମାନେ ଏଇ ସୃଷ୍ଟି କିଏ ତିଆରି କରିଛି ଜାଣିଛୁ? ଶୁଣ ଟିକେ ପିଲାମାନେ, ଶେଷ କଥା ମୋର ଏଟା, କାଲି ପୁଣି କଥା ହେବା, ସମୟ ଅଛି ହେଲା। ଏବଂ ସେ ବର୍ତ୍ତମାନ ତାର ପାଣ୍ଡିତ୍ୟ ଦେଖେଇବ ଏବଂ ସେ ଯେ ନାଉରୀ ବା ନାବିକ ବିଚରା କହୁଛି, ମୋର କିଛି ଦରକାର ନାହିଁ, ମୁଁ କିଏ ତିଆରି କଲା, ସୃଷ୍ଟି କିଏ କଲା ମୋର ଜାଣିବା ଦରକାର ନାହିଁ,
मोर नदी दरकार डंगा दरकार प्रतिदिन जदि मोर किसी माने मिली जाती प्रकार माने यात्री मु आर पटक नेबी एवं किसी पाइबी एवं मोर परिवार चलिबो मोर बाकी एते कथा बुझिबार दरकार नहीं तो ताहेले तोर जीवन रो शतकड़ा 1/4 माने 25 भाग जीवन टा नष्ट हो गला बेकार हो गला फर्स्ट क्वेश्चन रो उत्तर दे पारिला नहीं कि एटा से नाविक बिचरा बा नाउरिया तो अते तार जीवन रो 1/4 100 भाग रु 25 भाग वेस्ट हो गला बा बेकार हो गला तापर से पुणी गुटे प्रश्न पचारुछंती तो भगवान कहीं सृष्टि सर्जना कले इत्यादि मु गोटे मन को प्रश्न करी से ताकर पांडित्य को लेकर प्रश्न करुछंती तो से कहला तार उत्तर मु जानी नहीं ताहेले तोर जीवन टा 50% बेकार हो गला तृतीय प्रश्न कले तृतीय प्रश्न रो उत्तर भी से जानी नहीं तापर से कहले तोर जीवन रो शतकड़ा 75 भाग बेकार हो गला 25% रहिला तो ठीक सेते बेले डोंगाटा जाइकरी मझी नई रे अछि एवं सेते बेले हठात कलाहांडिया मेघ आसिला जोर रे पवन बहिबा आरंभ कला डोंगा टलमल खेला जे कोनोसी मुहूर्त रे डोंगाटा से पानी भितरे कोन होई जीवो बुडी जीवो एवं सेते बेले से नाउरिया बिचरा गुटे प्रश्न कला जे हे पंडित मते टिके क्षमा करिवे आपण गुडाई प्रश्न पछाडिले मु अबोध मु आपन को प्रश्न पचारि पारिबि नहीं तथापि टिके क्षमा करिवे मु गुटे प्रश्न पचारुछि के प्रश्न पचारुछि एटा नाविक कहा को पंडित माने प्रश्न पचारि हेबा चाहंती नहीं सो कॉल्ड पंडित माने दे डू नॉट वांट टू बी क्वेश्चन से माने खाली प्रश्न पचारिबे किंतु आउ जने प्रश्न पचारिले भारी असुविधा हो जाय बट स्टिल देन से सेठी पचार तो जहा भी अछि एवं सेतार प्रश्न हैला जे आपण पहरा शिखि चंती एटा के प्रश्न करूछि नाविक प्रश्न करूछि हे पंडित महाशय आपण पहरा शिखि चंती नहीं पहरा शिखिबा कोन दरकार मु पहरा शिखिले मु तो सृष्टि रो सब ग्रंथ अध्ययन करिछि ग्रह नक्षत्र जहा जहा कथा वेद उपनिषद जहा जहा पाठ पढिछि पहरा कोन दरकार तो आपण सतरे पहरा जानि नाहंती तो हां तो ताहेले आपनकर जीवन शतकड़ा 100 भाग नष्ट हो गला बुझी पारिलो ना नहीं मोर जीवन अंतत 75 भाग नष्ट होइछि 25% अछि किंतु वर्तमान आपण जेतु पहरा जानि नाहंती डंगाटा बुडी जीवो एवं आपण मरि जीवे मु पहरा जानिछि अंतत आर पटकू जाई पारिबी काहे की कहली पिला माने एटा होछि परफेक्शन रो कथा श्री अरविंदଙ୍କ शिक्षा जोटा पूर्णांग शिक्षा शरीर रो शिक्षा प्राण रो शिक्षा मन रो शिक्षा प्रतिटी इंद्रिय रो शिक्षा ताहेले जाई गोटे पूर्णता आसीबो एवं आमे जदि शास्त्र गुडाय अध्ययन करिदिले एवं पाठ घोषि देगिरि बड़ पंडित हो गले A1 ग्रेड पाई गले एवं जीवन रो छोटिया छोटिया समस्या समाधान करि पारिल नै जीवनटा भगवान को सुंदर दान क्यों मुहूर्त रे सेटा कुआडे चली जीव ता ठिकाना नहीं तो से दृष्टि भाई भौणी माने भारतीय छात्र माने पूर्णता पियासी हेबे पूर्णता प्रयासी हेबे पूर्णतार गोटे तृष्णा थिबो जे पर्यंत पूर्णता आसी नहीं से माने बाटरे अटकी जिवे नहीं एटा होचे गोटे मूल कथा सरी दो टाइम ही गलानी शिक्षक मानकर संपर्क रे गोटे कारण आमे भी शिक्षक शेष करिवे सेठी एकदा माँ 3 जन इतिहास शिक्षकों गोटे दृष्टांत दौरान 3 हिस्ट्री टीचर्स इंग्राजी रे अछि एवं माँ कर प्रश्न है प्रथम इतिहास शिक्षकों को व्हेयर आर यू टीचिंग हिस्ट्री टू द यंग किड्स पिला माने इंग्राजी कड़ा है व्हेयर आर यू टीचिंग हिस्ट्री टू द यंग किड्स जने इतिहास शिक्षकों को माँ प्रश्न करूछंती आपण ई छोट छोट पिला मान को काहे की इतिहास पढौछंती तो प्रथम इतिहास शिक्षकों का उत्तर थिला आई एम ए टीचर ऑफ हिस्ट्री मु इतिहास रो जने शिक्षक एवं मते इतिहास पढेबा पई दायित्व दिया हैछि रूटीन दिया हैछि एवं मु असाइन करा हैछि मो विषयटी तो मु कोर्स सारिबा पई पाठ पढेबी तापरे द्वितीय इतिहास शिक्षकों को समान प्रश्न तुमे काहे की पिला मान को इतिहास पढौछो एवं द्वितीय इतिहास शिक्षकों का उत्तर थिला जे इतिहास रे मु एथि पई पिला मान को इतिहास पढौछि कारण इमाने ऐतिहासिक तथ्य गुडी को जानिबे विभिन्न घटनावली गुडी को विषय रे जानिबे को घटना केते मसिहा रे हेतिला क्यों माने तार चरित्र थिले बा
କ୍ୟାରେକ୍ଟର ଥିଲେ, ତାର ଫଳାଫଳ କ'ଣ ହେଲା, ରୁଷ ବିପ୍ଳବ କେବେ ହେଇଥିଲା, କାହା କାହା ମଧ୍ୟରେ ହେଇଥିଲା ବା କ'ଣ, ମାନେ କିଏ ସେଥିରେ ସାମିଲ ଥିଲେ, ତାର ପରିଣତି କ'ଣ ହେଇଥିଲା, ଇତ୍ୟାଦି ଇତ୍ୟାଦି। ତୃତୀୟ ଇତିହାସ ଶିକ୍ଷକ, ଶୁଣ ପିଲାମାନେ, ତୃତୀୟ ଇତିହାସ ଶିକ୍ଷକଙ୍କୁ ଯେତେବେଳେ ମା ପ୍ରଶ୍ନ କରୁଛନ୍ତି why are you teaching history to the young kids, ସେ ବିଚରା ଟିକେ ନୀରବ ରହିକିରି ମାଙ୍କ ମୁହଁକୁ ଦେଖିକିରି ସେ ଚାହିଁକିରି କହୁଛନ୍ତି I am teaching history to the young kids so that they can create history, they will make history and they can become a part of history। ଆହୁରି ସୁନ୍ଦର କଥା କହିଥିଲେ, ଗୋଟେ ଗୋଟେ ଅଧେ ଶବ୍ଦ ମୁଁ ଭୁଲିଗଲି, ଓଡ଼ିଆରେ ସେଟା କଥା ହେଲା ଯେ ମୁଁ ପିଲାମାନଙ୍କୁ ଏଇଥିପାଇଁ ଇତିହାସ ପଢଉଛି ଯେ ଏଇମାନେ ଦିନେ ଇତିହାସ ସୃଷ୍ଟି କରିବେ, এই জীবন এবং জগতর দেশ এবং দুনিয়ার নୂଆ ইতিহাস রচনা করিবে এবং এইମାନେ ନିଜେ ইতিহাসর ଗୋଟେ ଚରିତ୍ର ହେଇଯିବେ, ଇତିହାସର ନାୟକ ହେଇଯିବେ। ପିଲାମାନେ, ମୋର ଶେଷ ପ୍ରଶ୍ନ ଆଜି ଆଲୋଚନାର, କାଲି ପୁଣି ଅଛି, ଶେଷ ପ୍ରଶ୍ନ ହେଉଛି এই ତିନୋଟି ଯାକ ଇତିହାସ ଶିକ୍ଷକଙ୍କ ମଧ୍ୟରୁ କାହାର ଉତ୍ତର ତୁମକୁ ଭଲ ଲାଗିଲା? ଫାର୍ଷ୍ଟ, ସେକେଣ୍ଡ ନା ଥାର୍ଡ? तो तुमको जदि से प्रकार गोटे छात्र हिसाब रे, भारतीय छात्र हिसाब रे प्रश्न करा जाए, तुम्हें उत्तर कोटा देव? तुम्हें प्रकृति साधारण छात्र मानकर भलिया तुम्हें से प्रकार छात्र हब, पाठ पढ़िबा पई, दुष्टामी करिबा पई, एवं कि जणे कहूतिले आरंभरू मोर सेटा एक्जेक्टली मने पडुतला पिला माने केमती आचरण। आज ना मु ट्रेन रे आसुतला बेले देखिली, गतकाली माने गोटे स्कूल रे की पूजा चलीथिला, सरस्वती पूजा, एवं नवम श्रेणी रे पढ़ुवा 2 जण छात्र मद पीकिरी आसिकिरी केमती एटा कहथुले, एबे भाइराल होछि। आज मु ट्रेन रे आसिकिरी बसुतला बेले सेटा देखुथली, नवम श्रेणी रो 2 जण छात्र गोटे स्कूल रो, से माने मद पीकिरी सरस्वती पूजा रे श्रेणी गृह रे क्लास रे, माने से जो जगह रे जोठी पूजा होतला से जगह रे की प्रकार हरकत करूछंती सेटा भाइराल होछि। कहिबार कथा हला जे आमे माने से प्रकार गोटे छात्र होइकरी भारतीय छात्र बोली गर्व करिबा ना अन्य किछि हेबा? अन्य किछि हेबा। से अन्य किछि कोन हेबा काली रको क्लास रे आलोचना करिबा। भारतीय छात्रटी अंतत ता भितरे धैर्य थिबो, एकाग्रता थिबो, ता भितरे अध्यवसाय थिबो, प्रति मुहूर्त रे से परिश्रम करूथिबो, धैर्यर सहित अपेक्षा करूथिबो, ज्ञान पई प्रयास करूथिबो, जे पर्यंत से संपूर्ण भाव रे पूर्णांगता प्राप्त होई नाही से पर्यंत अटकी जाउ नथिबो, परिश्रम करूथिबो। मां कहंती परिश्रम हेउची सोनार चाबिकाठी जहाँकि भाग्यर फाटक को खोली दी। परिश्रम हेउची एक सोनार चाबिकाठी जहाँ भाग्यर फाटक को खोली दी। एभली अनेक कथा अछि। नम्रता गुण थिबो, नम्रंती फलिनो वृक्षा, नम्रंती गुणिनो जना बोली शास्त्र कुआ जाय। पिला मानक भितर गोटे नम्र भाव थिबो, सेमाने कदापि उद्धत हेउ नथिबे एवं भारतीय छात्रटी भारतीय चेतना रे अंतत बढ़ुथिबो। समय अनेक हो गला, समस्त को धन्यवाद मोर कथा सुनिबा पई। मां को पाखरे कृतज्ञता जणै कि रहउची। वंदे मातरम। समस्त को धन्यवाद देवा पई मु अक्षय भाई को अनुरोध करिवि। आम गण रे अछंती अनुगुळु अक्षय भाई, ढेंकानाल और अनुगुळ जोन रो आमर सी कोऑर्डिनेटर पाठचक्र संगठन रो आउ शिविर पई बहुत आज आम पई व्यस्त होंती। आउ से एई भली तम भलिया से शिविर रु ही तांकर यात्रा आरंभ करिसंती। भाई को मु अनुरोध करिवि समस्त को धन्यवाद अर्पण करिवे। करुणामय माँ परम प्रभु श्री अरविंद मंचासीन आमर अतिथि तथा आगे बसी कुनी कुनी मोर छोट अपा भाई एवं अन्य अपा भाई माने जोटा अरु भाई कहले सतरे मु 72 मसीह गोटे शिविर को जाइथिले। शिविर 4 दिन थी। से 4 दिन रहा भितर मु 72 मसीह आज केत मसीहा हला हाँ आज पर्यंत आमे मां को सहित जोड़ी अच्छु। माँ आमको छाड़ू ना कि आम माँ को छाड़ी पारुनु। तेणु आज जो मैंने आसीच पिला माने तेणु तमें भी जहाँ शिखिकी जीव माँ को केबे छाड़ब ना कि माँ भी तुमको छाड़े। आ प्रति वर्ष ये शिविर हम प्रति वर्ष तुम जो आड़े जाओ पाठ पढ़
କଲେଜରେ ପଢ, ଯୁଆଡେ ପଢୁଥାଏ ଏଠିକି ଆସିବ, ଆସିବ। ହଁ ହଁ ଆଚ୍ଛା ବଢିଆ। କିନ୍ତୁ ଆମେ ପଛଆଡେ ବସିକି ଦେଖୁଥିଲୁ, ଆମର ହାତରେ ଗୋଟେ 1.5 ଦିନ ସମୟ, 3 ଜଣ ଭାଇ ବହୁତ ଦୂରରୁ ଆସିଛନ୍ତି, କିନ୍ତୁ ଆମେ ପୁରା ସିନସିୟରଲି ମୋଟେ ଶୁଣୁନାହୁଁ, ଗପ ସପ ଅନ୍ୟ ମନସ୍କ ହେଇକି ଚାଲିଛି। ତେବେ ଆମ ଆସିବାର ମୂଲ୍ୟ କଣ ରହିବ? ତେଣୁ କାଲି ସମସ୍ତେ ମନ ଧ୍ୟାନ ଦେଇକି ଶୁଣିବ, ଶୁଣିକି ତମେ ଘରେ ଯାଇକିରି କହିବ, ତମ ସ୍କୁଲରେ କହିବ ଯେ କଣ ଶିଖିଲ। ହେଲେ ଆସନ୍ତା ବର୍ଷକୁ ଆଜି ଏଥର 83 ପିଲା ଆସିଛନ୍ତି, ଆର ଥରକୁ 183 ପିଲା ଆସିବେ। ତେଣୁ ତମେ ଟିକେ ଶିଖିକି ତ ଗଲେ। ତେଣୁ ଆସନ୍ତା କାଲି ହଲଚଲ ହବ ନାହିଁ, ଏ ଶାନ୍ତିରେ ବସିବ, ସବୁ ଶୁଣିବ। ଯାହା ହଉ ଆଜି ଯୋଉ ମୁଁ ତ ପ୍ରଥମେ ଧନ୍ୟବାଦ ଦେବି ଏଇ ଅନୁଷ୍ଠାନର ସଭାପତି, ସମ୍ପାଦକ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ସ୍କୁଲର ଅପା ଭାଇ, ତାଙ୍କର ଯୋଉ ଆଗ୍ରହ, ଅରୁ ଭାଇ ଯୋଉ ପ୍ରଥମେ ଏଇଟା ଆରମ୍ଭ କରିଥିଲେ ଗୋଟେ ଶିବିର ହବ ବୋଲି, ତାଙ୍କର ଯୋଉ ଆଗ୍ରହ ଯୋଉ ଆଜି ଏ ଫଳୀଭୂତ ହେଇଛି, ସମସ୍ତଙ୍କୁ ଅଶେଷ ଅଶେଷ କୃତଜ୍ଞତା। ସେଇମାନଙ୍କୁ ଆଗ ଯୋଉମାନେ ଉଦ୍ୟୋଗକୁ ଆଗେଇ ନେଇଛନ୍ତି। କାହିଁକି ମୁଁ କହିବି, ଯେତେବେଳେ ପ୍ରଭାତ ଭାଇ କହିଲେ ସେ ସମୟ ଦେଇ ପାରୁନାହାନ୍ତି, ହେଇପାରୁନି, ମୁଁ ଶୁଣିବାକୁ ପାଇଲି ଏଠି ତାଙ୍କ ମନରେ ଗୋଟେ ବହୁତ ଦୁଃଖ ହେଲା ଯେ ଆମେ ଗୋଟେ ଶିବିର କରିବୁ ବୋଲି ଏତେ ଆଗ୍ରହ କରିଥିଲୁ, କିନ୍ତୁ ହେଇପାରୁନି। ଯାହା ହଉ ମା ଚାହିଁଲେ ନା ଏଇଟା ଶିବିର ହବ, ତେଣୁ ଶିବିର ହେଲା। ତେଣୁ ସେଇମାନଙ୍କୁ ସମସ୍ତଙ୍କୁ ପ୍ରଥମେ ଧନ୍ୟବାଦ ଦେବି, କୃତଜ୍ଞତା ଜ୍ଞାପନ କରିବି। ତାପରେ ଆମର ସୁଦୂର ଗିରୀଶ ଭାଇ କଟକରୁ ଆସିଛନ୍ତି, ତାଙ୍କର ଅଧ୍ୟାପନା ଛାଡି ଆମକୁ ତମ ପିଲାମାନଙ୍କୁ ସବୁ ଶୁଣେଇବେ, ଆମମାନଙ୍କୁ ଶୁଣେଇବେ। ତେଣୁ ସେ ତାଙ୍କର ଯୋଉ ସମୟ ଦେଇ ଏଠି ଆସିଛନ୍ତି, ଆଉ ତମ କେତେ କାମ ଦାମ ଛାଡିକି ଆସିଛନ୍ତି, ସେ ମୁଁ ପରେ ଜାଣିଲି ଯେ ସେ ଆମ ଅନୁଗୁଳର ଶଙ୍ଖପୁର ଗ୍ରାମର। ମୁଁ ଭାବୁଥିଲି ବାହାର ଲୋକ ବୋଲି। ଯାହା ହଉ ତାଙ୍କୁ ଅଶେଷ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଉଛି। ତାପରେ ଆମର ରମେଶ ଭାଇ ସୁଦୂର ବରଗଡ଼ରୁ ଆସିଛନ୍ତି, ସେ ସକାଳୁ ବସିଛନ୍ତି, ଏଠି ଆସିକି ପହଞ୍ଚିଲେ ବହୁତ କଷ୍ଟରେ। ଯାହା ହଉ ସେ ଆମ କଥା ମାନି, କାରଣ ଯୋଉଟା ଶୀଘ୍ର ହୁଏ ପ୍ରାୟ ଆମେ ରମେଶ ଭାଇକି ଦେଖୁ। ତେଣୁ ବହୁତ ଶିବିରରେ ସେ ଯାଇଛନ୍ତି, ତାଙ୍କଠୁ ବହୁତ କଥା ଆମେ ଶିଖିବା, ଶୁଣିଲେ ହେଲା। ଆଜି ଯୋଉ କଥା ଗୁଡ଼ିକ କହିଲେ ଏଇଟା ସୁନ୍ଦର କଥା କହିଲେ ସେ, ତେଣୁ ଆମେ ଧୈର୍ଯ୍ୟ ସହିତ ଶୁଣିବା। ତେଣୁ ଯାହା ହଉ ଆମେ ତାକୁ ପାଇଛେ, ତେଣୁ ଆମେ ଏ ସଂସ୍ଥା ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ, ଧନ୍ୟବାଦ ଦଉଛୁ। କାଲି ବି ଏମିତି ଚାଲିବ। ତା ସହିତ ଆମର ଅଜୟ ଭାଇ ଆମର ତ ଭାରି ନିଜର ସମସ୍ତେ ଆମେ ଲାଗୁ। ସେ ଯୁଆଡେ ଥାଆନ୍ତି, ଯୁଆଡେ ଆମେ ଡାକିଦେଲେ ସେ କେବେ ନାହିଁ କରନ୍ତିନି, ଯୁଆଡେ ଥିଲେ ତାଙ୍କ ପାଟିରେ ନାହିଁ ନାହିଁ। ଯାହା ହଉ ମା ତାଙ୍କୁ ଶକ୍ତି ଦଉଥାନ୍ତୁ, ସେ ଏମିତି ଆସିକି ଦୌଡ଼ି ମା କାମ କରୁଥାନ୍ତୁ। ତେଣୁ ଆମେ ତାଙ୍କୁ ଅଶେଷ ଧନ୍ୟବାଦ ଦଉଛୁ, କୃତଜ୍ଞତା ଜ୍ଞାପନ କରୁଛୁ। ତା ସହିତ ଆମର ଅରୁ ଭାଇ, ଯାହା ହଉ ଏ ଶିବିରର ଆକ୍ଚୁଆଲି ମୂଳ କର୍ତ୍ତା ହଉଛନ୍ତି ଅରୁ ଭାଇ, କାରଣ ସେ ସବୁବେଳେ କହନ୍ତି ଗୋଟେ ଗୋଟେ ଶିବିର କରିବା ପାଇଁ। ମୋର ବି ଥାଏ ଯେ ଗୋଟେ ଶିବିର ହଉ, କିନ୍ତୁ ଉଦ୍ୟୋକ୍ତା ସେ, ଯାହା ହଉ ସେ ଉଦ୍ୟୋକ୍ତା ହେଇ ଏ ଶିବିରଟା କରିଥିବାରୁ ତାକୁ ମଧ୍ୟ ଅଶେଷ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି। ଏବଂ ଅରୁ ଭାଇ କହିବି, ଏମିତି ସେ ଆହୁରି ଶିବିର ଆମ ଜିଲ୍ଲାରେ ବହୁ ଜାଗାରେ କରନ୍ତୁ, ମା ତାଙ୍କୁ ଏ ଶକ୍ତି ଦେଉଥାନ୍ତୁ, କରୁଥାନ୍ତୁ। ଶେଷରେ ସମସ୍ତଙ୍କୁ, ଆଉ ଯୋଉମାନେ ଅଛନ୍ତି ଭାଇମାନେ ଏଠି ବସିଛନ୍ତି, ସମସ୍ତଙ୍କୁ ଧନ୍ୟବାଦ କୃତଜ୍ଞତା ଜ୍ଞାପନ କରି ରହିଲି। ବନ୍ଦେ ମାତରମ୍।